Okay, good afternoon, student. Again, some of the question voice clear আছে? No issue. Thank you. তো আজকের ক্লাস কোন স্টার্ট করিব? ওকে, থ্যাংক ইউ। তো আজଠୁ ଆମେ ଷ୍ଟାର୍ଟ କରୁଛେ ଓଡ଼ିଶାର ହିଷ୍ଟ୍ରିର ମାରାଥନ କ୍ଲାସ୍। ଯେମିତିକି ଆମର 7 days ସିଡ୍ୟୁଲ୍ ଥିଲା, ଯୋଉଟାକି 7 ଦିନ ଭିତରେ ଟୋଟାଲ ଓଡ଼ିଶା ମଡର୍ନ ହିଷ୍ଟ୍ରି, ଆନ୍ସିଏଣ୍ଟ ହିଷ୍ଟ୍ରି, ମିଡିଆଭାଲ ହିଷ୍ଟ୍ରି ପୁରା କମ୍ପ୍ଲିଟ୍ କରିବା। ତ ଆଜି ମୁଁ ତୁମମାନଙ୍କ ସହିତ ଷ୍ଟାର୍ଟ କରିବି ଓଡ଼ିଶାର ମଡର୍ନ ହିଷ୍ଟ୍ରି। ମଡର୍ନ ହିଷ୍ଟ୍ରିର ମୁଁ 2ଟି କ୍ଲାସ୍ ନେବି। ତ ଆଜି ଗୋଟେ କ୍ଲାସ୍ ରଖିବି, ଆଉ ଗୋଟେ କ୍ଲାସ୍ ସେଇଭଳି ଆନ୍ସିଏଣ୍ଟ ହିଷ୍ଟ୍ରିର 2ଟି କ୍ଲାସ୍, ଆଉ ମିଡିଆଭାଲ ହିଷ୍ଟ୍ରିର 2ଟି କ୍ଲାସ୍, 6ଟି କ୍ଲାସ୍ ରହିବ। ଆଉ ଗୋଟେ କ୍ଲାସ୍ ଏକ୍ସଟ୍ରା ରଖିବି ଯଦି କୌଣସି ସେକ୍ଟର ଯେମିତି ଆନ୍ସିଏଣ୍ଟ ହିଷ୍ଟ୍ରି ଟିକେ ଅଧିକ ରହୁଛି ତ ମେ ବି 3ଟା କ୍ଲାସ୍ ସେଠି ଲାଗିପାରେ, ବଟ୍ ମଡର୍ନ ହିଷ୍ଟ୍ରି ପାଇଁ ମୁଁ 2ଟି କ୍ଲାସ୍ ନେବି। ଆଜି ଗୋଟେ କ୍ଲାସ୍ ମୁଁ ସେଉଠୁ ଷ୍ଟାର୍ଟ କରିବି ଯେତେବେଳେ ବ୍ରିଟିଶର ମାନେ ଇଣ୍ଡିଆକୁ ସରି ଓଡ଼ିଶାକୁ ଆସିଛନ୍ତି। ଦେନ୍ ସେଉଠୁ ଅପ୍ ଟୁ ଆମେ କୋଉ ପର୍ଯ୍ୟନ୍ତ ଯିବା, ଅପ୍ ଟୁ ଆମେ ତୁମମାନଙ୍କର ଷ୍ଟେପ୍ ବାଇ ଷ୍ଟେପ୍ କୁ ଫଲୋ କରିବା, ପୁରା 1947 ପର୍ଯ୍ୟନ୍ତ ଆମେ କମ୍ପ୍ଲିଟ୍ କରିବା। ସମସ୍ତେ ରେଡି ଅଛ ଆଜିର କ୍ଲାସ୍କୁ? ଓକେ, ଆଫ୍ଟର କ୍ଲାସ୍ ପରେ ଯେଉଁମାନେ ଜଏନ୍ କରିଛ ଅପକମିଂ ସିଜିଏଲ୍ ଯୋଉଟାକି ରାପିଡ୍ ଫାୟାର ବ୍ୟାଚ୍ ଆମର ଚାଲିଛି 199, ଓଏସ୍ ପ୍ରିଲିମ୍ ରାପିଡ୍ ଫାୟାର ବ୍ୟାଚ୍ ବା ପ୍ରି ପ୍ଲସ୍ ମେନ୍ରେ ଅଛ ଆଦିତ୍ୟ ଏକାଡେମୀ ଆପ୍ଲିକେସନରେ, ସେଠି ମୁଁ ତୁମମାନଙ୍କୁ ସମସ୍ତ ପଏଣ୍ଟ ବା ସମସ୍ତ କ୍ଲାସ୍ ଆଉ ପିଡିଏଫ୍ କୁ ଅପଲୋଡ୍ କରିନେବି। ଓକେ, ଆଉ ଏଇ ଯୋଉ ନୋଟ୍ ତୁମମାନଙ୍କୁ ଦଉଛି ପର୍ଟିକୁଲାର ସିଜିଏଲ୍ ଆଉ ଓଏସ୍ ପ୍ରୋ ପଏଣ୍ଟ ଅଫ୍ ଭ୍ୟୁରେ ପୁରା ଡେପ୍ଥ ଲେବୁଲରେ ପୁରା ଟୁ ଦ ପଏଣ୍ଟରେ ଆମେ ଆକୁ କଣ୍ଟିନ୍ୟୁ କରିବା। ସମସ୍ତେ ରେଡି ଅଛ ଆଜିର କ୍ଲାସ୍ ପାଇଁ? नो इश्यू, नो डाउट। ସମସ୍ତଙ୍କୁ ପିଡିଏଫ୍ ଶୋ ହଉଛି? ଏଗେନ୍ କ୍ୱେଶ୍ଚିନ୍ ଟୁ ଏଭ୍ରିୱାନ୍, ସମସ୍ତଙ୍କୁ ପିଡିଏଫ୍ ଶୋ ହଉଛି? ତ ଷ୍ଟାର୍ଟ କରିବା ମଡର୍ନ ହିଷ୍ଟ୍ରିର କ୍ଲାସ୍କୁ। ଓକେ, ସେ କହୁଛି ଯେ ମଡର୍ନ ହିଷ୍ଟ୍ରି ଅଫ୍ ଓଡ଼ିଶା ଯଦି ଆମେ କହିବା ଯେ ସାଧାରଣତଃ ବ୍ରିଟିଶ ମାନଙ୍କର ଏରା କେବେଠୁ ଷ୍ଟାର୍ଟ ହଉଛି। ମନେକ ତୁମମାନଙ୍କର ଯେତେବେଳେ ତୁମମାନଙ୍କର ସେ କହୁଛି ଆଫ୍ଟର ଦ ବକ୍ସାର ୱାର୍, ଯେମିତିକି 1765 ପରେ ଯୋଉ ବକ୍ସାର ଯୁଦ୍ଧ ହେଇଥିଲା, ଠିକ ତା ପରଠାରୁ ମାନେ ବ୍ରିଟିଶ ଫ୍ୟାମିଲି ଏଷ୍ଟାବ୍ଲିଶ ଦେୟାର ରୁଲ ଓଡ଼ିଶା ଆଫ୍ଟର ଦ ବକ୍ସାର ୱାର୍, ଯୋଉଟା କି ବକ୍ସାର ଯୁଦ୍ଧ ହେଇଥିଲା 1765ରେ ବକ୍ସାର ରହିଥିଲା। ପରବର୍ତ୍ତୀ ଅବସ୍ଥାରେ ତୁମର ସେକେଣ୍ଡ ଆଙ୍ଗ୍ଲୋ ମୈଶୂର ୱାର୍ ହେଇଛି କେବେ ନା ଅପ୍ ଟୁ 1803 ରୁ 1805 ହେଇଛି। ତ ତୁମର ଆଙ୍ଗ୍ଲୋ ମୈଶୂର ମାନେ ସେକେଣ୍ଡ ଆଙ୍ଗ୍ଲୋ ମରାଠା ୱାର୍ରେ ଗୋଟେ ଟ୍ରିଟି ହେଇଥିଲା କାହା କାହା ଭିତରେ ନା ମରାଠା ଆଉ ଇଂରେଜ ମାନଙ୍କ ଭିତରେ ଟ୍ରିଟି ହେଇଥିଲା। ସେ ଟ୍ରିଟିକୁ ଆମେ କଣ କହିବା କହିଲେ, ତୁମମାନଙ୍କର ସେକେଣ୍ଡ ଆଙ୍ଗ୍ଲୋ ମୈଶୂର ମରାଠା ୱାର୍ ପରେ ପରେ ଗୋଟେ ଟ୍ରିଟି ହେଇଥିଲା କାହା କାହା ଭିତରେ ନା ବ୍ରିଟିଶ ଆଉ ମରାଠା ମାନଙ୍କ ଭିତରେ। ସେ ଟ୍ରିଟିକୁ ଆମେ କଣ କହିବା? ଟ୍ରିଟି ଅଫ ଦେଓଘର। ଓକେ, ଯୋଉଟା କି 1803 ଖ୍ରୀଷ୍ଟାବ୍ଦରେ ହେଇଥିଲା। ତ ମୁଁ ଏଇଠି ଟିକେ କନଫ୍ୟୁଜନ ତମେ ସମସ୍ତ ହଉଥିବ, ଯେହେତୁ ଓଡ଼ିଶା ହିଷ୍ଟ୍ରି ଗୋଟେ କନଫ୍ୟୁଜିଂ ପାର୍ଟ, এটা ସବୁବେଳେ ସମସ୍ତଙ୍କ ସହିତ ଘଟିଛି। ତ ମୁଁ ତାକୁ ଭେରି ସିମ୍ପଲ ୱେରେ ଆକୁ କଣ୍ଟିନ୍ୟୁ କରିବି। ଯେ ଆମେ ଜାଣିଛେ ଇଂରେଜ ମାନେ ଓଡ଼ିଶାକୁ ଶାସନ କରୁଛନ୍ତି। ଯେ ଇଂରେଜ ମାନଙ୍କ ପୂର୍ବରୁ ଓଡ଼ିଶାରେ କୋଉମାନେ ଶାସନ କରୁଥିଲେ? ଇଂରେଜ ମାନଙ୍କ ପୂର୍ବରୁ ଓଡ଼ିଶାରେ କୋଉମାନେ ଶାସନ କରୁଥିଲେ ଇଂରେଜ ମାନଙ୍କ ପୂର୍ବରୁ? ଇଂରେଜ ମାନଙ୍କୁ ମୁଁ କହିବା କଥା ଠିକ ଇଂରେଜ ମାନଙ୍କ ପୂର୍ବରୁ କିଏ ମରାଠା ମାନେ ଥିଲେ? କିଏ ଥିଲେ? ମରାଠା ମାନେ ଥିଲେ। ତା ପୂର୍ବରୁ ତ ଅନେକ ସାରା ରହୁଛନ୍ତି, କିନ୍ତୁ ଆମ ପଏଣ୍ଟ ଅଫ ଭ୍ୟୁ ଯେତେବେଳେ ଇଂରେଜ ମାନେ ଓଡ଼ିଶାକୁ ଆସିଛନ୍ତି ତାହାର ସେଇ ଟାଇମରେ କୋଉମାନେ ଅଛନ୍ତି ନା ମରାଠା ମାନେ ଅଛନ୍ତି। ତ ସେଥିପାଇଁ ଇଂରେଜ ଆଉ ମରାଠା ମାନଙ୍କ ଭିତରେ ଟ୍ରିଟି ଅଛି, ଟ୍ରିଟି ଅଫ ଦେଓଗାଁ, ଯୋଉଟା କି 1803 ଖ୍ରୀଷ୍ଟାବ୍ଦରେ ଏଟା ହେଇଛି। ତାପରେ ପରେ ଏଷ୍ଟାବ୍ଲିଶମେଣ୍ଟ ହେଇଛି କାହାର ନା ଇଂରେଜ ମାନଙ୍କର ବିଭିନ୍ନ ଏରିଆ ୱାଇଜ କୁ କଣ୍ଟିନ୍ୟୁ କରିଛନ୍ତି। ଯୋଉଟା କି 1803 ଖ୍ରୀଷ୍ଟାବ୍ଦରେ ହେଇସାରିଲା ପରେ ସେଇ ସମୟରେ ରାଜା ରହୁଛି ତୁମର ରାଜା ଜିଓ ଯୋଉଟା କି ଦ୍ୱିତୀୟ ଥିଲେ, ତାଙ୍କ ସହିତ ହେଇଥିଲା। ପରବର୍ତ୍ତୀ ଅବସ୍ଥାରେ କଟକର ପ୍ରୋଭିନ୍ସ ଏସବୁ ଜିନିଷ ଷ୍ଟାର୍ଟ ହେଇଛି। ଓକେ, ତ ଏଇଠୁ ଆମେ ଷ୍ଟାର୍ଟ କରିବା କଣ ନା ରିଅଲ ହିଷ୍ଟ୍ରି, ଯୋଉଟା କି ଆମର ରିଅଲ ହିଷ୍ଟ୍ରି, ଯୋଉଟା କି ଆମ ଓଡ଼ିଶା ପଏଣ୍ଟ ଅଫ ଭ୍ୟୁ। କିନ୍ତୁ ତା ପୂର୍ବରୁ ଆମେ କଣ କ୍ଲିୟର ହେଇଗଲେ ଯେ ତୁମର ସେକେଣ୍ଡ ଆଙ୍ଗ୍ଲୋ ମରାଠା ୱାର କେବେ ହେଇଥିଲା, ଆଉ ତାପରେ ପରେ ଟ୍ରିଟି କଣ ହେଇଛି। ଆଫ୍ଟର ଦ ବକ୍ସାର ୱାର ପରେ ପରେ ଇଂରେଜ ମାନେ ଧୀରେ ଧୀରେ ଓଡ଼ିଶାକୁ ତାଙ୍କର ମଜବୁତ ସ୍ଥିତିରେ ପହଞ୍ଚିଛନ୍ତି। ତ ସେ କହିଲା ଯେ ବ୍ରିଟିଶ ଆନେକ୍ସେସନ ଅଫ ଓଡ଼ିଶା, ଯେ ବ୍ରିଟିଶ ମାନେ ଓଡ଼ିଶାକୁ କେମିତି ଅକ୍ତିଆର କରିଛନ୍ତି, এটা 1803 ଖ୍ରୀଷ୍ଟାବ୍ଦରେ ଆଫ୍ଟର ଦ ତୁମର ଯୋଉ ପର୍ଟିକୁଲାର ସେକେଣ୍ଡ ମରାଠା ମରାଠା ୱାର ସମୟରେ ଏ ଜିନିଷ ଷ୍ଟାର୍ଟ ହେଇଛି। ମୋର କ୍ୱେଶ୍ଚିନ୍ ହଉଛି
पर्टिकुलर से समय तुमको राजा किए था ओडिशार से समय ओडिशार राजा किए था आम कहीपर वेलकम टू ब्रिटिश ब्रिटिश मान वेलकम किए करते दैट इज अ वेरी इंपोर्टाट पॉइंट मुकुंद देव द्वितीय राजा ऑफ खोर्धा एंड वेलकम टू ब्रिटिश और से वेलकम करते क्या ब्रिटिश मान को वेलकम करते दैट इज अ वेरी इंपोर्टाट पॉइंट कहीं आम से पॉइंट उपयोग जा परवर्ती अवस्था कटक बालेश्वर संबलपुर तो विभिन्न एरिया को अख्तियार कर किए से ना इंग्रेज मैंने जाइछन्ति सेप्टेम्बर 24 तुमମାନଙ୍କର 1803 रे कटक आसिले बालेश्वर होची सेप्टेम्बर 22 1803 ठीक सेही भली तुमरा संबलपुर होची जनवरी 1804 ख्रीष्टाब्द तो एटा एते इंपोर्टेंट रोनी किंतु हमें सीक्वेंस वाइज माइंड रे साइकोलॉजिकल हमें रखिबा दरकार जे इंग्रेज माने धीरे धीरे केमती ओडिशा भितर को एंट्री करछन्ती तो 1803 ख्रीष्टाब्द रे ओडिशा भितर को आछन्ती ओडिशा को आछन्ती जो समय रे ओडिशा राजा अछन्ती मुकुंद देव द्वितीय अछन्ती जे कि खोर्धार राजा अच्छा देखो मुझे तुमको ये जिन पढ़ाऊँ छोट छोट जिन को स्किप करी स्किप करी जे आमे से जिन पढ़ा जोटा कि ओएस प्रिलिम भी क्वेश्चन आसो सीजीएल प्रिलिम क्वेश्चन आसो से पॉइंट ऑफ व्यू आम डिस्कशन करुचे जे परवर्ती अवस्था जो इंग्रेज मैंने आसछन्ति चेष्टा करछन्ति खोर्धा सहित नेगोसिएशन करने बट से समय हो पारिनी तो से खोर्धार जो माने लीडर थिले तांको एगेंस्ट लड़ी जहाँ ना हूँ जयराज गुरु ओके जोटा कि 1804 ख्रीष्टाब्द अंडर द लीडरशिप ऑफ जयराज गुरु एगेंस्ट रे फाइट होती जोटा कि परवर्ती अवस्था कौन होना जयराज गुरु को अरेस्ट करा हत्या करा जो कहुए जो जयराज गुरु होती ओडिशार प्रथम शहीद बोली कहुए मोर क्वेश्चन हूँ जयराज गुरु को प्रथम केबे फांसी दिया केबे हत्या कराइला मन रखियो 1803 बा 1806 ख्रीष्टाब्द जयराज गुरु को फास्ट टाइम कौन कर हत्या करा फांसी दि जाता आ मन रख आम जो छोट बड़े पढ़ी हाँ डिसेम्बर 6 तो यहाँ को डेट आउ लिखिनी तुम चाहिए मेंशन भी कर जोटा कि डिसेम्बर 6 1806 तो लॉजिकली आम मन रखिपर 1806 आम मन रखिले डिसेम्बर 6 मासर शेष 6 तारीख चलो तो डिसेम्बर 6 1806 ख्रीष्टाब्द हत्या कराई तो आम छोट बेले गोटे स्टोरी भी पढ़ी दुई गछ बांधिक दुई गोड़ धरिकी चिरिकी मारी हत्या कराई तो से कहुए प्रथम शहीद आम फास्ट माने कहुए शहीद क्या कहुए आम फ्रीडम फाइटर प्रथम शहीद सी हूँ किए से जयराज गुरु तुम देखिपुर ये हूँ किए से जयराज गुरु अच्छा बर्तमान सुधा ओवरऑल आइडिया आसीगला माइंड रे साइकोलॉजिकली पूरा क्लियर होला 1803 रे ओडिशा को एंट्री करछन्ती तांको प्रथमे प्रतिरोध करछन्ती जयराज गुरु तो सेति पय तांको 1808 ख्रीष्टाब्द रे तांको हत्या कराइछि ओके तो मोर एठी गोटे क्वेश्चन आसुछि जे ब्रिटिश माने 1808 ख्रीष्टाब्द आसीबा पूर्वरु मध्य ता पूर्वरु आसीबा पूर्वरु मध्य से कौन करथिले ना ताको सेटलमेंट मध्य से करथिले जोटा कि 1633 ख्रीष्टाब्द रे बा 1633 रे से कौन करथिले हरिहरपुर ठारे प्रथम ताको ट्रेडिंग सेंटर एस्टाब्लिशमेंट करथिले ट्रेडिंग सेंटर सेतबेले से आज ट्रेडिंग पर्पज से आस्थिले ओके तो एटा जदि मु तुमको क्वेश्चन करे जे वर्तमान से हरिहरपुर कोड अछि वर्तमान हरिहरपुर कोड अछि जोटा कि जगतसिंहपुर अंडर एटा आसुछि 1633 ख्रीष्टाब्द 1633 रे से प्रथम ट्रेडिंग सेक्टर एस्टाब्लिश करते हरिहरपुर रे ओके अच्छा जेतेबेले ओडिशा को एंट्री करछनी किए से ना ब्रिटिश माने एंट्री करछनी एट द टाइम ऑफ 19th सेंचुरी ओ समय रे ना 19th सेंचुरी समय रे तुम देखिथिबो सेतेबेले आमे पढितले विभिन्न प्रोविंस रे डिवाइड करथिले सेमती हमर जो ओडिशा अछि हमर केतोटी प्रोविंस रे हम डिवाइड करथिले एडमिनिस्ट्रेटिव प्रोविंस केतरा हमर थिला जोटा कि एग्जाम रे क्वेश्चन আছে तीनोटी एडमिनिस्ट्रेटिव प्रोविंस रे हम को डिवाइड करथिले गोटे अछि बेंगल प्रोविंस आ गोटे अछि माड्रास प्रोविंस आ गोटे लाके सेंट्रल प्रोविंस तीनोटी प्रोविंस रे डिवाइड करथिले तो आमे देखिबा हमर को वर्तमान जो जिला में अच्छी वर्तमान जो डिस्ट्रिक्ट सब अच्छी क्यों को प्रोविंस अंडर से आसुले तुम कहीपर से कटक हो पुरी हो बालेश्वर हो तो एगुड़ा सब क्या अंडर आसुले ना बेंगल प्रोविंस अंडर आसुले से तुम गंजाम कोरापुट एमाने क्या अंडर आसुले माड्रास प्रोविंस अंडर आसुले तो संबलपुर ए सब क्या अंडर आसुला ना सेंट्रल प्रोविंस अंडर आसुला देखो तो ये मुझे तुमको गोटे जिन कहना चाहिए ए क्वेश्चन अलरेडी आगुरी आसी जे आम ये क्लीयर हेले
आम जो ओडिशा अच्छी ओके आम जो ओडिशा अच्छी आम केतोटी प्रोविंस रे डिवाइड कले ना तुम तीनोटी प्रोविंस आम डिवाइड कले प्रथम हूँ किए से ना तुम हूँ बेंगल प्रोविंस बेंगल प्रोविंस को मैंने सब आसिले ना कटक पुरी बालेश्वर आसला तो सेकेंड है किसे माड्रास प्रोविंस गंजाम कोरापुट आसला तापर आसला सेंट्रल प्रोविंस संबलपुर आसला पूरा क्लीयर ए पर्यंत मो कह कथा आम जो ओडिशा हिस्ट्री को पढ़ा गोटे क्लास समस्त जिन मन रही पूरा दिमाग में रहा दरकार आफ्टर क्लास पर थोड़े रीडिंग मारिबी जेमती मोर सब जिन क्लीयर हम छोटे क्वेश्चन टू जस्ट रिकॉल करिया जति पढ़िबा सेति रिकॉल करके आमे जीवा जे ओडिशा को प्रथमे इंग्लिश माने केबे एंट्री करले फास्ट मैं कहबा यदि ईयर को बेस करी कहबा 1803 रे ओके तो तुमर से समय रे ओडी माने इंग्रेज आ मराठा भितर गोटे ट्रिटी हेतला से ट्रिटी रो नाम कोथला ट्रिटी ऑफ देवगांव ओके थैंक यू अच्छा जयराज गुरु को सब प्रथमे केबे फांसी दिया ହେଇଛି जयराज गुरु 1806 ख्रीष्टाब्द डिसेंबर 6 रे दिया ହେଇଛି जोटा कि इंपोर्टेंट होची एग्जाम पॉइंट ऑफ व्यू रे तो तापर आमे देखिबा स्टेप बाय स्टेप जिबा ओके ଯେତେବେଳେ ଯେତେବେଳେ ଇଂରେଜ ମାନେ ଆସିଛନ୍ତି ଓଡ଼ିଶାରେ ଲ୍ୟାଣ୍ଡ ରେଭିନ୍ୟୁ ଆଡମିନିଷ୍ଟ୍ରେସନ ମଧ୍ୟ ଷ୍ଟାର୍ଟ କରିଛନ୍ତି ଯେମିତିକି ଜମିଦାରୀ ସିଷ୍ଟମ ହଉ ଯେମିତି ତୁମର ରାଉତୱାଡି ସିଷ୍ଟମ ହଉ ତୁମର ମାଲୱାଡି ସିଷ୍ଟମ ହଉ ତ ଏଟାକୁ ଇଣ୍ଟ୍ରୋଡ୍ୟୁସ କରିଛନ୍ତି ଓଡ଼ିଶାକୁ ଆଣିଛନ୍ତି ଆଚ୍ଛା ତ ଏଟାକୁ ଟିକେ ଆମେ ସ୍କିପ୍ କରିବା କାହିଁକି ନା ଏତେ ଇମ୍ପୋର୍ଟାଣ୍ଟ ରହୁନି ତ ଏବେ ଯିବା ନେକ୍ସଟ ଷ୍ଟେପରେ ଦେଖ 1803 ଖ୍ରୀଷ୍ଟାବ୍ଦରେ ଇଂରେଜ ମାନେ ପୁରା ଓଡ଼ିଶାକୁ ମଜବୁତ ୱେରେ ଏଣ୍ଟ୍ରି କରିଛନ୍ତି तो से समय किछि दिन पर आम कहीपर आफ्टर 14 वर्ष पर 14 इयर्स पर ओडिशा गोटे महा विपद सहित ओडिशा आसिया ओडिशा रे महा विपद आसी जहाँ आम कहूँ किए से ना पाइक रिबेलियन माने महाविपद ने पाइक मान एक्सुट होते क्या विरुद्ध रे ना इंग्रेज मान विरुद्ध रे पाइक विद्रोह ओके तो एटा बहुत थर क्वेश्चन आसी पाइक विद्रोह केबे देख मोर कह हाँ पाइक विद्रोह केबे कहीं ना देख आम थ्योरी पढ़ला बेले से पॉइंट को मन रखिए क्वेश्चन को टाइप आसो को जिनसा क्वेश्चन आसवार चांस अच्छे आम से वे आम पढ़ा ऑटोमेटिक आमर कौन हो एग्जाम पॉइंट ऑफ व्यू आम स्ट्रेंथ पलि आसवा गोटे हूँ 1817 ख्रीष्टाब्द पाइक विद्रोह ओके तो आर लीडर किए लीडर किए मन रख लीडर नहीं बक्सी जगबंधु ए दुईटा पॉइंट आम बहुत कारण देखो जदि आम मन रखा पाइक रिबेलियन अनेक सारा कारण अच्छे जमती कि सल्ट टैक्स लगेगा न्यू करेन्सी को इंट्रोड्यूस करवा जो आम कौड़ी व्यवहार करूले कौड़ी को बंद करदे ये सब बहुत सारा कारण थिला जोटा कि पाइक रिबेलियन हमार कारण थिला तो हाँ तो ऐसा बहुत सारा कारण था किंतु आम सेगुरा को आमर प्रिलिम पॉइंट ऑफ व्यू इंपोर्टेंट नहीं सेटा आमर मेन पॉइंट ऑफ व्यू इंपोर्टेंट हम जेहेतु डेस्क्रिप्टिव रहिबो किंतु आम प्रिलिम पॉइंट ऑफ व्यू जति इंपोर्टेंट रहिबो सेति आम कहबो हां सामाजिक कारण अछि जेमति कि तुमे देखिथिबो जेमति सिपाही विद्रोह होइतिला अनेक सारा कारण थिला इथिरे से जिंस रहउछि जा जदि मु गोटे स्टेटमेंट देबी जे हमर सिपाही म्यूटिन के भेइतला एनोर आंसर में सिपाही विद्रोह के भेइतला तार आईडिया अछि सिपाही विद्रोह के भेइतला 1818 1857 रे थला गोटे स्टेटमेंट गोटे क्वेश्चन आसला जे केते माने पाइक विद्रोह रो केते वर्ष पर सिपाही विद्रोह हेतला 40 वर्ष पर केते वर्ष पर 40 वर्ष पर तो सेथि पे देखो तुम देखिथिबो हमरो सिपाही विद्रोह हम पाइक विद्रोह को प्रथम विद्रोह हिसाब रे डिक्लेयर करिया पई डिमांड होथला काहे कि डिमांड होथला जेहेतु प्रथमे इंग्रेज मानक विरुद्ध जो रिवोल्ट हेतला सेतला पाइक रिवोल्ट किंतु एक्चुअली पाइक हां काहे कि मिलला नहीं जे पाइक रिवोल्ट बा पाइक विद्रोहटा गोटे लिमिटेड एरिया भितर हेतला जदि से ऑल ओवर स्प्रेड हे था ताकू मान्यता दिया जायथा किंतु गोटे लिमिटेड एरिया भितर थिबारु आको से मान्यता मिल नथे तले आमे आम पॉइंट ऑफ व्यू रे एति मन रखिबा जोटा कि 1817 ख्रीष्टाब्द होछि पाइक विद्रोह 1857 ख्रीष्टाब्द होछि सिपाही विद्रोह अच्छा मु एठी पाइक विद्रोह गोटे इंपोर्टेंट पॉइंट देबी एट द व्हिच ईयर द पाइक विद्रोह इज द एंड पाइक विद्रोह केबे समाप्त कराइतला ओके ठीक है 1825 ख्रीष्टाब्द रे 1825 ख्रीष्टाब्द रे पाइक विद्रोह को संपूर्ण रूप रद्द कराइतला जोटा कि एटी मेंशन अछि 1825 ख्रीष्टाब्द अच्छा एबे जिबा 1857 ख्रीष्टाब्द जहाँ हम सिपाही विद्रोह बोली देखो
ଆମର इंडिया पॉइंट ऑफ व्यू रे बहुत सारा रिवोल्ट रहिबो बा बहुत सारा फ्रीडम मूवमेंट रहिबो इंडिया रो पॉइंट ऑफ व्यू रे अनेक सारा माने रिवोल्ट रहिबो फ्रीडम मूवमेंट रहिबो ओके प्रत्येक फ्रीडम मूवमेंट କାହା ସହିତ ଇଣ୍ଟରଲିଙ୍କ ରହିବ ନା ଓଡ଼ିଶା ସହିତ ରହିବ କାହିଁକି ନା ଅଲ୍ ଇଣ୍ଡିଆ ବେସିସରେ ଯୋଉ ରିଭୋଲ୍ଟ ହଉଛି ବା ଯୋଉ ସଂଗ୍ରାମ ହଉଛି କିଛି ନା କିଛି କାହା ସହିତ ଇଣ୍ଟରଲିଙ୍କ ରହୁଛି ନା ଓଡ଼ିଶା ସହିତ ଇଣ୍ଟରଲିଙ୍କ ହଉଛି ତ ଆମେ ଏଇଠି ଗୋଟେ ଜିନିଷ ଦେଖିବା ଆମମାନଙ୍କୁ ଯୋଉ ରିଭୋଲ୍ଟ 1857 ହେଇଥିଲା ଯାହାକୁ ଆମେ ସିପାହୀ ବିଦ୍ରୋହ ବୋଲି କହୁଛେ କଣ କହୁଛେ ବୋଲେ ସିପାହୀ ବିଦ୍ରୋହ ବୋଲି କହୁଛେ ଓଡ଼ିଶା ସହିତ ସେ କଣ ସାମଞ୍ଜସ୍ୟ ରହୁଛି ଦେଖ ସିପାହୀ ବିଦ୍ରୋହର ବହୁତ ସାରା କାରଣ ରହୁଛି ତ ସେଟାକୁ ଆମେ ସେଠି ଏଠି ପଢିବାନି ଆମେ ପଢିବା ଓଡ଼ିଶା ପଏଣ୍ଟ ଅଫ ଭ୍ୟୁରେ ମୋର କହିବା କଥା ସିପାହୀ ବିଦ୍ରୋହର ଓଡ଼ିଶାର ନେତୃତ୍ୱ ନେଇଥିଲା କିଏ ସେ ସିପାହୀ ବିଦ୍ରୋହର ଓଡ଼ିଶାର ନେତୃତ୍ୱ କିଏ ନେଇଥିଲେ ଆଉ ସେଟା କୋଉଠାରେ ସିପାହୀ ବିଦ୍ରୋହ ଥିଲା ମନେକ ଏଇ ପଏଣ୍ଟଟାକୁ ସମ୍ବଲପୁର ବାଇ ଦ ଲିଡର ଅଫ ସମ୍ବଲପୁର ବାଇ ଦ ଲିଡର ଅଫ ସୁରେନ୍ଦ୍ର ସାଏ ସମ୍ବଲପୁର ବାଇ ଦ ଲିଡର ଅଫ ସୁରେନ୍ଦ୍ର ସାଏ ଯେ କି ସୁରେନ୍ଦ୍ର ସାଏ ଓଡ଼ିଶାରେ ସିପାହୀ ବିଦ୍ରୋହର ଲିଡରସିପ ନେଇଛନ୍ତି ଯୋଉଟା କି ଏକ୍ସାମରେ କ୍ୱେଶ୍ଚିନ୍ ରିପିଟ୍ ହେଇଛି ରିପିଟ୍ ମଧ୍ୟ ହବ ଲାଷ୍ଟ ଟାଇମ ଓପିଏସସି ଓଏସ୍ ଏକ୍ସାମରେ ମଧ୍ୟ ଏ ଟାଇପର କ୍ୱେଶ୍ଚିନ୍ ଆସୁଥିଲା ଓକେ ପୁରା କ୍ଲିୟର ଅଛି ଏବେ ଯିବା ନେକ୍ସଟ ପଏଣ୍ଟ କଣ କହିଲା ଯେତେବେଳେ ସିପାହୀ ବିଦ୍ରୋହ ହେଇଛି ନେତୃତ୍ୱ ନେଇଛନ୍ତି କିଏ ସେ ନା ତୁମମାନଙ୍କର ବୀର ସୁରେନ୍ଦ୍ର ସାଏ ବୀର ସୁରେନ୍ଦ୍ର ସାଏଙ୍କୁ ନେଇକି କିଛି ପଏଣ୍ଟ ଅଛି କଣ ନା ପରବର୍ତ୍ତୀ ଅବସ୍ଥାରେ ବୀର ସୁରେନ୍ଦ୍ର ସାଏଙ୍କୁ ଆରେଷ୍ଟ କରାଯାଇଛି ଆରେଷ୍ଟ କରାଯାଇକିରି କେଉଁଠାରେ ରଖାଯାଇଥିଲା ଆରେଷ୍ଟ କରିକିରି କେଉଁଠାରେ ରଖାଯାଇଥିଲା ମନେକ ହଜାରିବାଗ ଜେଲରେ ହଜାରିବାଗ ଜେଲ ଏ ଷ୍ଟେଟମେଣ୍ଟ କ୍ୱେଶ୍ଚିନ୍ ଆସିବ ଏ ଷ୍ଟେଟମେଣ୍ଟ କ୍ୱେଶ୍ଚିନ୍ ଆସିବ ପରବର୍ତ୍ତୀ ଅବସ୍ଥାରେ ତୁମମାନଙ୍କର 1857 ରେ ଯେତେବେଳେ ପ୍ରିଜନ ମାନେ ଯୋଉ ବନ୍ଦୀ ଥିଲେ ସେମାନେ ଜେଲକୁ ଭାଙ୍ଗିଛନ୍ତି ସେତେବେଳେ ମଧ୍ୟ ତୁମମାନଙ୍କର ପଳେଇ ଆସିଛନ୍ତି କି ସେ ବୀର ସୁରେନ୍ଦ୍ର ସାଏ ପଳେଇ ଆସିଛନ୍ତି ପଳେଇ ଆସିଲା ପରେ ସେ ଗୋଟେ ୱାନ୍ ଟାଇପ ଅଫ ୱାର୍କୁ ଷ୍ଟାର୍ଟ କରିଛନ୍ତି ଯାହାକୁ ଆମେ କହୁଛେ ଗରିଲା ୱାର କହୁଛନ୍ତି ତ କ୍ୱେଶ୍ଚିନ୍ ଆସେ ଓଡ଼ିଶାରେ ଗରିଲା ୱାରକୁ ଷ୍ଟାର୍ଟ କିଏ କରିଥିଲା ଓଡ଼ିଶାରେ ଗରିଲା ୱାର କିଏ ଷ୍ଟାର୍ଟ କରିଥିଲେ ସେ ହଉଛି ସୁରେନ୍ଦ୍ର ସାଏ କିଏ ସେ ସୁରେନ୍ଦ୍ର ସାଏ ପରବର୍ତ୍ତୀ ଅବସ୍ଥାରେ ସୁରେନ୍ଦ୍ର ସାଏ ସରେଣ୍ଡର କରିଦେଇଛନ୍ତି କେବେ ସରେଣ୍ଡର କରିଛନ୍ତି ନା 1862 ରେ ସରେଣ୍ଡର କରିଛନ୍ତି ଆଉ ତାଙ୍କର ମଧ୍ୟ ଜେଲରେ ଥିବା ଅବସ୍ଥାରେ ମଧ୍ୟ ମୃତ୍ୟୁ ଘଟିଛି 1884 ରେ ଜେଲରେ ଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି 1884 ରେ ପୁରା କ୍ଲିୟର ହলো ଏ ପର୍ଯ୍ୟନ୍ତ ପୁରା ଷ୍ଟାର୍ଟିଂ ରୁ ଏ ପର୍ଯ୍ୟନ୍ତ ପୁରା ହଁ ମାନେ ପାଇକ ବିଦ୍ରୋହ ବି ଗଲେ ଗରିଲା ୱାରଟା ଟ୍ରାଡିସନ ବହୁତ ପୁରୁଣା ଅଛି କିନ୍ତୁ ଆମର ପଏଣ୍ଟ ଆମେ ଏଇ ପଏଣ୍ଟ ଅଫ ଭ୍ୟୁରେ କହିଲେ ଯେ ତୁମମାନଙ୍କର ପର୍ଟିକୁଲାର 1857 ରେ ମଧ୍ୟ କିଏ ସେ ଓଡ଼ିଶା ତରଫରୁ ଗରିଲା ୱାର କରିଥିଲେ ସେ ହଉଛି ସୁରେନ୍ଦ୍ର ସାଏ ଓକେ ଟିକେ ରିକଲ କରିବା ଯେତିକି ଆମେ ପଢିଲେ ମାଇଣ୍ଡରେ ପୁରା 100% ରହିବା ଦରକାର ଓଡ଼ିଶାକୁ ଏଣ୍ଟ୍ରି କରିଛନ୍ତି ଇଂରେଜ ମାନେ କେବେ ପୁରା ଶିଖନ୍ତୁ ଚାକ୍ଷୀ ଖୁଣ୍ଟିଆ କଥା ମୁଁ ଟିକେ ତାକୁ ସେପାରେଟ କରିଛି ମୁଁ ଦେଖ ମୁଁ ତମକୁ ଯୋଉ ଦିଟା କ୍ଲାସ ନେବି ମଡର୍ନ ହିଷ୍ଟ୍ରିର ମୁଁ ତାକୁ ଟିକେ ମୋ ଷ୍ଟାଇଲରେ ମୁଁ ନେଇଛି ତ ତୁମେ ଟିକେ ୱେଟ୍ କର ଦିଟା କ୍ଲାସ ଯେତେବେଳେ ଏଣ୍ଡ ହେଇଯିବ ଯୋଉ ଛୋଟ ଛୋଟ ଜିନିଷ ରହିଯାଇଥିବ ତାକୁ ମୁଁ PYQ ଥ୍ରୁରେ ସାରିବି ଓକେ ତ ସେଥିପାଇଁ ଦିଟା କ୍ଲାସ ତୁମେ ଇମ୍ପୋର୍ଟାଣ୍ଟ ରହିବ ଆଚ୍ଛା 1803 ରେ ତାପରେ ଆସିଲା ହଉଛି କିଏ ସେ ନା ତୁମମାନଙ୍କର ହଁ ଓକେ ହଁ ତାପରେ ଆସିଲା ଆମର ପ୍ରଥମ ଶହୀଦ କିଏ ଥିଲେ ଜୟରାଜଗୁରୁ ଜୟରାଜଗୁରୁଙ୍କୁ ପ୍ରଥମେ କେବେ ହତ୍ୟା କରାଯାଇଛି ବା ମୃତ୍ୟୁଦଣ୍ଡ ମାନେ ଫାଶୀ ଦିଆଯାଇଛି 1806 ରେ ଓକେ ଥ୍ୟାଙ୍କ ୟୁ ତ ଯଦି ମୁଁ କହିବି ଫାଷ୍ଟ ଟ୍ରେଡିଂ ସେଣ୍ଟର ଅଫ ଇଂରେଜ ଇଂରେଜ ମାନଙ୍କର ପ୍ରଥମ ଟ୍ରେଡିଂ ସେଣ୍ଟର କୋଉଠି ଥିଲା ଲୋକେସନ ହରିହରପୁର ଥ୍ୟାଙ୍କ ୟୁ ଆମ ଓଡ଼ିଶାକୁ କେତୋଟି ଆଡମିନିଷ୍ଟ୍ରେଟିଭ ମାନେ ପ୍ରୋଭିନ୍ସରେ ଆମେ ଡିଭାଇଡ କରିଛେ ତିନୋଟି ଓକେ ଥ୍ୟାଙ୍କ ୟୁ ଆଚ୍ଛା ପାଇକ ରିଭଲ୍ୟୁସନ କେବେ ହେଇଥିଲା ପାଇକ ବିଦ୍ରୋହ କେବେ 1817 ପାଇକ ବିଦ୍ରୋହର ନେତୃତ୍ୱ କିଏ ନେଇଛନ୍ତି ଶ୍ରୀ ଜଗବନ୍ଧୁ ଥ୍ୟାଙ୍କ ୟୁ ଆଚ୍ଛା ଯଦି ମୁଁ କହେ ତମର ପାଇକ ବିଦ୍ରୋହ କେବେ ସମାପ୍ତି ଘଟିଛି ପାଇକ ବିଦ୍ରୋହ ଓକେ ଥ୍ୟାଙ୍କ ୟୁ ଆଚ୍ଛା ଏବେ ଆମେ ଡିସ୍କସନ କରିବା କିଛି ଟ୍ରାଇବାଲ ଅପରାଇଜିଂ ଇନ୍ ଓଡ଼ିଶା ବା ଟ୍ରାଇବାଲ ମୁଭମେଣ୍ଟ ବା ଟ୍ରାଇବାଲ ବିଦ୍ରୋହ କେବେ ସବୁ ହେଇଛି ତ ଟ୍ରାଇବାଲ ଅପରାଇଜିଂରେ ଆମେ ତିନୋଟି ଜିନିଷ ମନେ ରଖିବା ଦେଖ ପ୍ରଥମ ହଉଛି ଟ୍ରାଇବାଲ ଅପରାଇଜିଂ ଯୋଉ ହେଇଛି ନା ଯୋଉଟା କେବେ ହେଇଛି ଫାଷ୍ଟ ପଏଣ୍ଟ ଦ୍ୱିତୀୟ ପଏଣ୍ଟ ହଉଛି ଦେଖ ସେଟା ମାନେ କିଛି ମାନେ ଏଟା ଆକ୍ଚୁଆଲି କିଛି ଅଂଶ ଏଟା ଜଗତସିଂହପୁର ହିଁ ଯାଉଛି ହରିହରପୁରଟା ଟିକେ ହଁ ଛାଡ଼ ଦେଖ ପାଇକ ଟ୍ରାଇବାଲ ଅପରାଇଜିଂ ଯୋଉଟା ରହୁଛି ସେଟା ତୁମର କଣ ହଉଛି ପିଲା ଏଥିରେ ଆମକୁ ଦିଟା ଜିନିଷ ମନେ ରଖିବା ଗୋଟେ ହଉଛି ଯେ ଏଟା କେବେ ହେଇଥିଲା ଫାଷ୍ଟ ପଏଣ୍ଟ ଏଟା କେବେ ହେଇଥିଲା
দ্বিতীয় পয়েন্ট হচ্ছে দ্বিতীয় পয়েন্ট হচ্ছে আর লিডরশিপ কিଏ ନେଇଥିଲେ ଏ ଦିଟା ପଏଣ୍ଟ ବହୁତ ଇମ୍ପୋର୍ଟାଣ୍ଟ। ତୃତୀୟ ପଏଣ୍ଟ ହଉଛି ଯଦି କିଛି ଏକ୍ସଟ୍ରା ପଏଣ୍ଟ ଥିବ ତାକୁ ଟିକେ ମନେ ରଖିବା, କିନ୍ତୁ ଏଟା 100% ଏ ବର୍ଷ ଏକ୍ସାମରେ କ୍ୱେଶ୍ଚିନ୍ ଆସିବ। ଏଇଟା ମୁଁ ଲେଖିକି ଦଉଛି। ପ୍ରଥମ ହଉଛି ଘୁମୁସର ଘୁମୁସର ଅପରାଇଜିଂ। ତ ଏଟା କେଉଁଠାରେ ହେଇଥିଲା ଘୁମୁସର ଅପରାଇଜିଂ? ଘୁମୁସର ଅପରାଇଜିଂ କୋଉଠି ଥିଲା ଦେଖ, ଜି ଫର ଘୁମୁସର, ଜି ଫର ଗଞ୍ଜାମ। ଗଞ୍ଜାମ ଆଣ୍ଡ କନ୍ଧମାଳ। ଦେଖ ଗଞ୍ଜାମ କନ୍ଧମାଳ ପାଖାପାଖି ରହୁଛି। ଓକେ, ତ ଆମେ ଲଜିକାଲି ମନେ ରଖିବା ଜି ଫର ଘୁମୁସର, ଜି ଫର କନ୍ଧମାଳ। ତ ମୋର କହିବା କଥା ଆର ନେତୃତ୍ୱ କିଏ ନେଇଥିଲେ? ଦୋରା ବିଶୋଇ, ଚକ୍ରା ବିଶୋଇ। ଦୋରା ବିଶୋଇ ଆଉ ଚକ୍ରା ବିଶୋଇ ଦୁଇଟା ଭେରି ଇମ୍ପୋର୍ଟାଣ୍ଟ ପଏଣ୍ଟ। ଯେତେବେଳେ ଦୋରା ବିଶୋଇଙ୍କୁ ଆରେଷ୍ଟ କରାଯାଇଛି, ପରବର୍ତ୍ତୀ ଅବସ୍ଥାରେ ଚକ୍ରା ବିଶୋଇ କ'ଣ କରିଛନ୍ତି? ଲିଡରସିପ ନେଇଛନ୍ତି। ତାହେଲେ ଏଟା କେବେ ହେଇଛି ନା 1835 ଖ୍ରୀଷ୍ଟାବ୍ଦରେ ଘୁମୁସର ଅପରାଇଜିଂ ହେଇଛି। ଆଚ୍ଛା, ଦ୍ୱିତୀୟ କଥା ହଉଛି ଭୂଇଁଆ ଅପରାଇଜିଂ। ଭୂଇଁଆ ଅପରାଇଜିଂ କେବେ ହେଇଛି? ଭୂଇଁଆ 1800 1800 ବା 1868 ରହିଛି। 1868 ରହିଛି। ମୋର କହିବା କଥା ଏଟା କେଉଁ ଜାଗାରେ ହେଇଛି? ଭୂଇଁଆ ଅପରାଇଜିଂ କେଉଁ ଏରିଆରେ ହେଇଛି? ଏଟା ଏଟା ମନେ ରଖିବ କେଉଁଝରରେ ହେଇଛି। କେଉଁଝର କୋଉଠି ହେଇଛି? କେଉଁଝର ହେଇଛି। ଆଉ ଲିଡର କିଏ ଦେଇଛନ୍ତି? ଦୁଇ ଜଣ ଅଛନ୍ତି। ଗୋଟେ ଅଛି ରତ୍ନ ନାୟକ, ଧରଣୀଧର ନାୟକ। ଧରଣୀଧର ନାୟକ, ରତ୍ନା ନାୟକ ଆଉ ଗୋଟେ ଧରଣଧର ନାୟକ, ଦି ଜଣ କଥା ମନେ ରଖିବା। ତାହେଲେ ଆମେ କ୍ଲିୟର ହେଲେ ଭୂଇଁଆ ଅପରାଇଜିଂ ଟା କେବେ ହେଇଛି, ନେତୃତ୍ୱ କିଏ ନେଲେ? ତମର ଆସିଲା ହଉଛି ଘୁମୁସର ଅପରାଇଜିଂ କୋଉଠି ହେଇଥିଲା, ନେତୃତ୍ୱ କିଏ ନେଇଛନ୍ତି? ଓକେ, ଆଉ କେବେ ବି ମଧ୍ୟ ହେଇଥିଲା। ତ ତାପରେ ଯିବା ତୁମର ନେକ୍ସଟ ଷ୍ଟେପ କୁ, ଯୋଉଟା କି ତୁମର ଆସୁଛି ସମ୍ବଲପୁର ଅପରାଇଜିଂ। ମୋ କହିବା କଥା ସମ୍ବଲପୁର ଅପରାଇଜିଂ କିଏ ହେଇଥିଲା? ଅଲରେଡି ତୁମେ ସମ୍ବଲପୁର କଥା ଆସିଲେ ଗୋଟିଏ ଲିଡର, ସେ ହଉଛି ବୀର ସୁରେନ୍ଦ୍ର ସାଏ। କିଏ ହଉଛନ୍ତି? ବୀର ସୁରେନ୍ଦ୍ର ସାଏ। ଆଚ୍ଛା, ତାପରେ ଆସିଲା କୋୟା। କୋୟା ରିବେଲିୟନ ଏଟା କୋଉଠି ହେଇଥିଲା? ଏଟା ମାନେ କୋଉ ଜାଗାରେ ଆମେ ସାଧାରଣତଃ ପାଇଥିଲେ, ମାନେ ଦେଖିବାକୁ ପାଇଥିଲେ କୋୟା ଅପରାଇଜିଂ? ଏଟା ମାଲକାନଗିରି। ଏଟା ମନେ ରଖିବ, ଏଟା ବହୁତ ଇମ୍ପୋର୍ଟାଣ୍ଟ ଟିକେ ରହୁଛି, କାହିଁକି ନା ଟିକେ ଏଇ ଟାଇପ ର ନାଁ ଥିବା ଜିନିଷ ବି ଟିକେ କ୍ୱେଶ୍ଚିନ୍ ଆସୁଛି। ହଁ, ବୁଝା ପଡିଲା ସମସ୍ତଙ୍କୁ? କୋଲ୍ହ, ହଁ, ତାକୁ କୁହାଯାଏ କୋଲ୍ହ ଆନ୍ଦୋଳନ ବୋଲି କୁହାଯାଏ। ଓକେ, ଆଚ୍ଛା, ଏଟା କୋଉ ଏଟା ଆର ନେତୃତ୍ୱ କିଏ ନେଇଛନ୍ତି? ଆର ଲିଡରସିପ କିଏ ନେଇଛନ୍ତି? ଲିଡରସିପ କିଏ ନେଇଛନ୍ତି? ରାମା ଡୋରା। ଓକେ, ଡୋରା, ଥ୍ୟାଙ୍କ ୟୁ। ଆଚ୍ଛା, ବର୍ତ୍ତମାନ ଆମେ ତିନୋଟି ଚାରୋଟି ମାନେ ଅପରାଇଜିଂ ବିଷୟରେ ପଢିଲେ। ମୁଁ ଟିକେ ରିଭିଜନ କରୁଛି, ସମସ୍ତେ କିଏ ମୋ ସହିତ ପାର୍ଟିସିପେଟ କରିବ। ପ୍ରଥମ ହଉଛି ଘୁମୁସର ଅପରାଇଜିଂ। ଲିଡର କିଏ? ଘୁମୁସର ଲିଡର ନା ଖାଲି ମନେ ରଖିବା। ଘୁମୁସର ଅପରାଇଜିଂ ଲିଡର କିଏ? ସେ ଦୋରା ବିଶୋଇ, ଚକ୍ରା ବିଶୋଇ। ଓକେ, ତାପରେ ଆସିଲା ଭୂଇଁଆ ଅପରାଇଜିଂ। ଭୂଇଁଆର ଅପରାଇଜିଂ ର ଲିଡର କିଏ ଆସିଲା? ଭୂଇଁଆ ଅପରାଇଜିଂ ର ରତନ ନାୟକ ଆଉ ହଉଛି ଧରଣଧର ନାୟକ। ତାପରେ ଆସିଲା ହଉଛି କଣ? କୋୟା ରିବେଲିୟନ ବା କୋଲ୍ହ ରିବେଲିୟନ, ତମେ ଯୋଉ ଆନ୍ଦୋଳନ ଯାହା କହୁଛ। ଓକେ, ଥ୍ୟାଙ୍କ ୟୁ। ତାପରେ ଆସିଲା ଭୁମଜି ରିବେଲିୟନ। ଆର ଲିଡରସିପ କିଏ ନେଇଛନ୍ତି? ନାରାୟଣ ସିଂ। ଖାଲି ଲିଡରଙ୍କ ନାମ ମନେ ରଖିବ। ଏଣିକି ଯିଏ ସବୁ ରହିଗଲେ ଏତେ ଇମ୍ପୋର୍ଟାଣ୍ଟ ନାହିଁ, କିନ୍ତୁ ଭେରି ଇମ୍ପୋର୍ଟାଣ୍ଟ ଯିଏ ମୁଁ ତମକୁ କହିଦେବି। ଆଚ୍ଛା, ତାପରେ ଆସିଲା क्विट इंडिया मूवमेंट। तो क्विट इंडिया मूवमेंट टाइम रे तुमर ट्राइबल लीडरशिप किए नेछंती, लीडर जे कि आर नेतृत्व नेथिले तुमर क्विट इंडिया मूवमेंट। एटा बहुत इंपोर्टेंट पॉइंट। एटा होछि के से ना लक्ष्मण नायक। कि होछि लक्ष्मण नायक? और सबुठारु आ गोटे इंपोर्टेंट पॉइंट होछि पिले, जोटा कि तुमर ये कि कहलो? हाँ, अच्छा, मोर कहया कथा तुमर जो रहिले कि से बिरसा मुंडा। बिरसा मुंडा कहा लीडर, को अपराइजिंग लीडर नेछंती? बिरसा मुंडा को अपराइजिंग रो? मुंडा अपराइजिंग। ओके, थैंक यू। मुंडा अपराइजिंग। अच्छा, मते को बिरसा मुंडा को हमें क्यों ना जानी छे? बिरसा मुंडा को हमें क्यों ना देई छे बा टाइटल दिया छे? फादर ऑफ द अर्थ बोली कहा जाए। कौन कहा जाए? फादर ऑफ द अर्थ बोली कहा जाए। तो ओवरऑली देखो, मु तुमको गोटे छोट लॉजिक कहूची। हमरो मॉडर्न ओडिशा पॉइंट ऑफ व्यू रे
ଆମେ ଏଇ ଗୁଟାକ ଇମ୍ପୋର୍ଟାଣ୍ଟ, କାରଣ ପ୍ରତ୍ୟେକ ଏକ୍ସାମରେ ତମକୁ ଯୋଉ କ୍ୱେଶ୍ଚିନ୍ ଆସେ ଇଏ ଟ୍ରାଇବାଲ ଅପରାଇଜିଂ ଯୋଉ ରହୁଛି ବା ମୁଭମେଣ୍ଟ ରହୁଛି ବା ଆନ୍ଦୋଳନ ରହୁଛି, ହାଇଲାଇଟେଡ୍ ବାଲା କ୍ୱେଶ୍ଚିନ୍ ଆସେ। ଯେମିତି ଘୁମୁସର ରାଇଜିଂ କିଏ ରହୁଛି, ତମର ଭୂୟାଁ ଅପରାଇଜିଂ ର କିଏ ରହୁଛି, କୋୟା ରିବେଲିୟନ ର କିଏ ରହୁଛି, କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟ ର ନେତୃତ୍ୱ କିଏ ନେଇଥିଲେ, ତୁମର ରହିଲା କିଏ ସେ ବିର୍ସା ଅପରାଇଜିଂ ର କିଏ ନେଇଥିଲେ, ଇମ୍ପୋର୍ଟାଣ୍ଟ। ତ ଏଟା ଥିଲା ତୁମର କଣ ନା ମାନେ ଟ୍ରାଇବାଲ ଅପରାଇଜିଂ ଥିଲା। ବର୍ତ୍ତମାନ ମୁଁ ତୁମ ସହିତ ଡିସ୍କସନ କରିବି ୱାନ୍ ଅଫ୍ ଦ ମୋଷ୍ଟ ଇମ୍ପୋର୍ଟାଣ୍ଟ ଯୋଉଟା କି ପାର୍ଟ ଆମେ କହୁଛେ। ଓକେ, ଷ୍ଟେଟମେଣ୍ଟ ବେସ୍ ଏଥିରେ କମ୍ ଆସେ। ମୁଁ କହିବାକୁ ଚାହୁଁଛି ତୁମର ସାଧାରଣତଃ ଏଥିରେ ଷ୍ଟେଟମେଣ୍ଟ ବାଲା କମ୍ ଆସେ, କାହିଁକି ନା ତୁମେ ଲକ୍ଷ୍ୟ କରିଥିବ ଲାଷ୍ଟ ଟାଇମ୍ ଓପିଏସ୍ସିରେ ଗୋଟେ କ୍ୱେଶ୍ଚିନ୍ ଆସିଥିଲା 2024 ମସିହାରେ। ସିଧା କ୍ୱେଶ୍ଚିନ୍ ପଡ଼ିଥିଲା କେଉଁ ବର୍ଷ ଓଡ଼ିଶା ଫେମିନ୍ ହେଇଥିଲା, ପୁରା ଷ୍ଟେଟ୍ ଫରୱାର୍ଡ କ୍ୱେଶ୍ଚିନ୍। ତ ଏଇ ଯୋଉ ପାର୍ଟରେ ଟିକେ ଷ୍ଟେଟମେଣ୍ଟ ବାଲା କମ୍ ହୁଏ ତୁମ ସିଭିଲ ସର୍ଭିସ ଏକ୍ସାମରେ, ବଟ୍ ସିଜିଲରେ ମଧ୍ୟ ଏଥିରେ ଷ୍ଟେଟମେଣ୍ଟ ବାଲା ଆସେ, ଡାଇରେକ୍ଟ କ୍ୱେଶ୍ଚିନ୍ ଆସିବ। ତ ସିମିଲାରିଟି ଏଠି ସେଇଭଳି। କିନ୍ତୁ କିନ୍ତୁ ତୁମର ଯଦି ଓଏସ୍ ରେ ଷ୍ଟେଟମେଣ୍ଟ ବାଲା ପଚାରୁଛି କୋଉ ଭଳିଆ ପଚାରିବ ଦେଖ, ଗୋଟେ ସାଇଡରେ ମୁଭମେଣ୍ଟ ଲେଖିବ, ଧର 3ଟା ମୁଭମେଣ୍ଟ ଲେଖିଲା, ଆଉ ଗୋଟେ ସାଇଡରେ 3 ଜଣଙ୍କ ଲିଡର ନାଁ ଲେଖିଲା, କହିବ ଯେ କୋଉ କୋଉ ଜିନିଷ ଠିକ ଅଛି, କୋଉ କୋଉ ଜିନିଷ ଠିକ ଅଛି, 1 2 3 ତିନିଟା ଭିତରୁ କିଏ ଠିକ ଅଛି। ଇଏ ହଉଛି ମେନ୍ ପଏଣ୍ଟ ଅଫ ଭ୍ୟୁରେ ନୋଟ୍ ହବନି, ଟିକେ ମଡିଫାଏ କରିବାକୁ ପଡିବ। ଓକେ, ମୁଁ ତମକୁ କହିଦଉଛି। କିନ୍ତୁ ଆଉ ଗୋଟେ ଜିନିଷ ଅଛି ଯୋଉଟା କି କ୍ୱେଶ୍ଚିନ୍ ଆସିବାର ଚାନ୍ସ ଅଛି, ଯେ ସିକ୍ୱେନ୍ସ। ତମେ ଆକୁ ସିକ୍ୱେନ୍ସ ଟିକେ ମନେ ରଖିବ, ଯେମିତି ଘୁମୁସର ଅପରାଇଜିଂ, ତାପରେ ଭୂୟାଁ ଅପରାଇଜିଂ। ତ ଏଟା ସିକ୍ୱେନ୍ସ ପଢିବ, କାରଣ ମନେ ରଖିବ, କାରଣ ବେଳେ ବେଳେ ତମକୁ ପଚାରିବ 1 2 3 4ଟା ଦେଇଦବ, ଆଗ କୋଉ ବିଦ୍ରୋହ ହେଇଥିଲା ଆଗ ସଜେଇକି ଲେଖ, ସେଇଭଳି କ୍ୱେଶ୍ଚିନ୍ ବି ହେଇପାରେ। ତାପରେ ଆସିଲା ଯେ ଫେମିନା, ଓଡ଼ିଶାର ଫେମିନା ଯୋଉଟା କି କୋଉ ମସିହାରେ ହେଇଥିଲା, ପୁରା ଡିଟୋ ଡାଇରେକ୍ଟ ଟୁ ଡାଇରେକ୍ଟ ଏଟା କ୍ୱେଶ୍ଚିନ୍ ଆସେ। 1866 ଖ୍ରୀଷ୍ଟାବ୍ଦରୁ 1867 1866 ରୁ 1867 ପର୍ଯ୍ୟନ୍ତ ତୁମର ଓଡ଼ିଶା ଫେମିନା ହେଇଛି। ଆଉ ଏଇ ଯୋଉ ଓଡ଼ିଶା ଫେମିନା ଯାହାକୁ ଆମେ ନଅଙ୍କ ଫେମିନା ବୋଲି କହୁଛେ, କାହିଁକି କୁହାଯାଏ, ଆକୁ ନଅଙ୍କ ଦୁର୍ଭିକ୍ଷ ବୋଲି କାହିଁକି କୁହାଯାଉଛି? ସେ ସମୟରେ ସେ ସମୟରେ ଗଜପତି ହଁ, ଗଜପତି ଦିବ୍ୟ ସିଂହ ଦେବଙ୍କର ଗଜପତି ଦିବ୍ୟ ସିଂହ ଦେବଙ୍କର 9th ରିଜନାଲ ଇୟର ଚାଲିଥିଲା। 9th ରିଜନାଲ ଇୟର ଚାଲିଥିଲା, ତ ସେଥିପାଇଁ ଆ ନାଁ ଦିଆହେଇଥିଲା କଣ ନା ନଅଙ୍କ ଦୁର୍ଭିକ୍ଷ ବୋଲି ଦିଆହେଇଥିଲା। ମୋର କ୍ୱେଶ୍ଚିନ୍ ହଉଛି ଯେ ଓକେ, ସେ ସମୟରେ କମିଶନ ଅଫ ଓଡ଼ିଶା ଡିଭିଜନ, ସେ ଓଡ଼ିଶା ଯେତେବେଳେ ନଅଙ୍କ ଦୁର୍ଭିକ୍ଷ ହେଇଥିଲା, କମିଶନ ଅଫ ଓଡ଼ିଶା ଡିଭିଜନର କମିଶନ କିଏ ଥିଲେ? ଏଡୱାର୍ଡ ରେଭେନ୍ସା। ଓକେ, ମନେ ରଖିବ। ତୁମେ ଜାଣିଥିବ ଏବେ ରିସେଣ୍ଟଲି ରେଭେନ୍ସାର ନାଁକୁ ପରିବର୍ତ୍ତନ କରିବାକୁ ଚାହିଁଥିଲେ ସମସ୍ତେ। ଆର କାରଣ ଏହା ଥିଲା ଯେ ଆଙ୍କରି ପିରିୟଡ ସମୟରେ ରେଭେନ୍ସା ତିଆରି ହେଇଛି। ତ ଯେହେତୁ ନଅଙ୍କ ଦୁର୍ଭିକ୍ଷ ସମୟରେ ଏହି ହିଁ ରେସ୍ପନ୍ସିବିଲିଟି, ଓଡ଼ିଶାର ଲକ୍ଷ ଲକ୍ଷ ଲୋକ ମରିଛନ୍ତି ଆଙ୍କରି ପାଇଁକି, ତ ସେଥିପାଇଁ ତାଙ୍କ ନାଁକୁ ଚେଞ୍ଜ କରିବାକୁ ଡିମାଣ୍ଡ ଆସିଥିଲା। ତ ସେଣ୍ଟିମେଣ୍ଟାଲ ନା ମେ ବି ଲୋକମାନେ କିଛି ସପୋର୍ଟ କଲେନି, ଯେହେତୁ ରେଭେନ୍ସା ସହିତ ଗୋଟେ ସେଠି ସେଣ୍ଟିମେଣ୍ଟ ମଧ୍ୟ ଜଡ଼ିତ ଅଛି। ଓକେ, ବଟ୍ ହଁ, ଓକେ। ଆଚ୍ଛା, ମୁଁ ତ ଆକୁ ମାନେ ଯେମିତି ଆମର ହେଇଥିଲା ଜାଲିଆନ ବାଗ ହତ୍ୟାକାଣ୍ଡ ପରେ ପରେ ଗୋଟେ କମିଶନ ଆସିଲା, ଠିକ ସେମିତି ତୁମର ନଅଙ୍କ ଦୁର୍ଭିକ୍ଷକୁ ଜଜମେଣ୍ଟ କରିବା ପାଇଁ ଗୋଟେ କମିଶନ ଆସିଲା। ସେ କମିଶନ ନାଁ କଣ? ଚେୟାରମ୍ୟାନ, ସେ କମିଶନର ଚେୟାରମ୍ୟାନ କିଏ ଥିଲେ? ଜର୍ଜ, GEORGE କ୍ୟାମ୍ବେଲ। ଓକେ, ମନେ ରଖିବ, ଯୋଉଟା କି ଇମ୍ପୋର୍ଟାଣ୍ଟ ରହିବ କମିଶନ ନାଁଟା। ଆଚ୍ଛା, ଏବେ ଯିବା ନେକ୍ସଟ ପଏଣ୍ଟ ଅଫ ଭ୍ୟୁ। ନେକ୍ସଟ ପଏଣ୍ଟ ଅଫ ଭ୍ୟୁରେ, ଆଉ ସେ ସମୟରେ ରେଭେନ୍ସା କଲେଜ ଫୁଲି ମାନେ ମାନେ ଫାଉଣ୍ଡେସନ ହେଇଥିଲା 1868। ଦେଖ, ନଅଙ୍କ ଦୁର୍ଭିକ୍ଷ କେବେ ହେଇଛି? 1866 ରୁ 67 ହେଇଛି। ଠିକ ତା ଗୋଟେ ବର୍ଷ ପରେ ଫାଉଣ୍ଡେସନ ହେଇଛି 1868ରେ, ରେଭେନ୍ସା କଲେଜ ହେଇଛି। ଆଉ ରେଭେନ୍ସା କଲେଜ ଫୁଲି ମାନେ ଅଫିସିଆଲି ମାନେ ଫୁଲି ଚାଲିଛି କେବେଠାରୁ ନା 1876 ରୁ। ୱାଜ ରିନେମ୍ଡ, ମାନେ ତାଙ୍କ ନାଁକୁ ମାନେ ଦେଇ ରେଭେନ୍ସା ଦେଇ ଫୁଲି ଆକ୍ଟିଭେଟ୍ କରାଯାଇଥିଲା 1876ରେ। ଓକେ, ଆଚ୍ଛା, ମୋ କ୍ୱେଶ୍ଚିନ୍ ହଉଛି ଯେ ନେକ୍ସଟ ପଏଣ୍ଟ ଆମେ ଯିବା ଯେ ହିଷ୍ଟ୍ରି ଅଫ ଓଡ଼ିଶା ଜର୍ଣ୍ଣାଲିଜିମ୍। ଦେଖ, ମୁଁ ଏଟାକୁ ଲେଖିକି ଦେବି ୱିଥ୍ ଗ୍ୟାରେଣ୍ଟି ସହିତ, ଏଟା କ୍ୱେଶ୍ଚିନ୍ ଆସିବ ସିଜିଏଲରେ ଗୋଟେ। ମେ ବି ଏଟା ଓଏସ୍ରେ ନ ଆସିପାରେ, ଓଏସ୍ରେ ତା ପୂର୍ବ ଷ୍ଟେପ୍ ଯାହା ସବୁ ଆମେ ପଢିଲେ, କିନ୍ତୁ ଲକ୍ଷ୍ୟ କରିଥିବ 2025 ମସିହାରେ ଯୋଉ ଏକ୍ସାମ ହେଇଥିଲା ଓପିଏସ୍ସିରେ, ଗୋଟେ କ୍ୱେଶ୍ଚିନ୍ ଆସିଥିଲା ଆରି ଉପରେ। ପର୍ଟିକୁଲାର ତୁମର ଆସିଥିଲା କଣ ଯେ କୋଉ କୋଉ ପତ୍ରିକାର ଲେଖକ ସବୁ କିଏ ଥିଲେ ଓଡ଼ିଶାରେ, ଯୋଉ ସବୁ ପତ୍ରିକା ସବୁ ଲେଖା ହେଇଛି। ଆମେ ଟିକେ ତା ବିଷୟରେ ଡିଟେଲ୍ସ ପଢିବା ବା ଡିପଲି ପଢିବା। ପ୍ରଥମ ଅଛି
फास्ट मॉडर्न प्रिंटिंग प्रेस इन कटक केबे स्थापन होता फास्ट मॉडर्न प्रिंटिंग प्रेस इन कटक जोटा कि 1837 रे आपको एस्टाब्लिश कराइଥିଲା फास्ट ओके थैंक यू ओके फास्ट ओडिया मैगजीन कौन था फिल्म जोटा बहुत इंपोर्टेंट पॉइंट फास्ट ओडिया मैगजीन बौद्ध दाइन थिला एटा केबे ना 1861 बा 1861 रे ओके अच्छा दिस इज अ वेरी इंपोर्टेंट पॉइंट जे ओडिसा प्रथम मैगजीन रो ना कोन एबे जो नेक्स्ट पॉइंट जोटा कि उत्कल दीपिका कथा कहूँ जे कि फास्ट ओडिया प्रिंटेड न्यूज पेपर फास्ट ओडिया प्रिंटेड न्यूज पेपर जदि क्वेश्चन आसे फास्ट ओडिया प्रिंटेड न्यूज पेपर ना होची कोन उत्कल दीपिका तो उत्कल दीपिका टा केबे आस्ता पिले 1866 आसला आ उत्कल दीपिका लेखक किए से बा आपको लेखक लॉन्च्ड बाय किए लॉन्च करथिले गौरी शंकर राय এটা ବହୁତ ইম্পর্টান্ট পয়েন্ট এটা ମଧ୍ୟ क्वेश्चन आसी सारिଛି उत्कल दीपिकार किए से लॉन्च करथिले किए से ना गौरी शंकर राय करथिले तो उत्कल दीपिका केबे आसीला पिले उत्कल दीपिका केबे आसीला 1866 बा 1866 ख्रीष्टाब्द रे कोन आसीला ना उत्कल दीपिका आसीला फास्ट ओडिया प्रिंटेड न्यूज पेपर बोली कहा जाए उत्कल दीपिका को क्वेश्चन आसुछि आमे प्रिंटेड न्यूज पेपर पूर्वरु आउ गोटे न्यूज पेपर मध्य सेई वर्ष रिलीज हेतला फास्ट न्यूज पेपर पब्लिश्ड इन द ईयर ऑफ 1937 माने प्रिंटिंग प्रेस पूर्व तार ना कोन थिला पुजी बारा KUJIPARA ओके पत्रिका एटा क्वेश्चन आसला ओपीएस एटा केबे पब्लिश्ड हेतला केबे पे केबे 1937 रे आर लेखक किए थे आर पब्लिश करिथिले किए से किए पब्लिश करथिले साधु सुंदर दास ओके SS दास मन क्यों SS दास इट इज अ वेरी वेरी इंपोर्टेंट फॉर द पॉइंट ऑफ व्यू सीजीएल जेते ए पॉइंट टा ओएस रे ऑलरेडी आसी सरछि लास्ट ईयर रे तो एटा आसीबोनी तो सीजीएल पॉइंट ऑफ व्यू रे बहुत इंपोर्टेंट रहउछि अच्छा तो बाकी किछि एडिशनल न्यूज पेपर विषय रे हमें आपको टिके डिस्कशन करिवा ओके संबलपुर हितेशिनी एटा केबे आस्तला पिले संबलपुर जोटा कि 1889 ए मसियाटा को मन रखियो ओके आकु मध्य लेखिबार किए साहाय्य करथिले ना गंगाधर मेहर लेखिबार किए साहाय्य करथिले गंगाधर मेहर ओके अच्छा साहित्य समाचार आरो एडिटर किए थे साहित्य समाचार एडिटर किए थे गोपाल चंद्र प्रहराज किए थे गोपाल चंद्र प्रहराज बहुत इंपोर्टेंट पॉइंट अच्छा टिके रिपीट कर दूची काहे ना काले कंफ्यूजन रे मनाव रहिबोनी अच्छा टिके रिवीजन करिवा अच्छा फास्ट मॉडर्न प्रिंटेड प्रेस इन कटक केबे स्थापन हेदला प्रिंटेड प्रेस 1837 रे फास्ट ओडिया मैगजीन रो ना कोन फास्ट ओडिया मैगजीन रो ना कोन बौद्ध दायनी फास्ट तुमर जो रहिला उत्कल दीपिका रहिला जे कि प्रथम ओडिया प्रिंटेड न्यूज पेपर आर लेखक किए थे किया को लॉन्च करथिले गौरी शंकर राय अच्छा फास्ट न्यूज पेपर पब्लिश्ड इन ओडिशा जे कि 1837 रहितला ना कोन थिला कुजीवारा पत्रिका आर पब्लिश किए करथिले आकु पब्लिश किए करथिले SS दास बोली लॉजिकल मन रखियो थैंक यू अच्छा सत्य समाचार रो किस एडिटर किए थे गोपाल चंद्र प्रहराज थैंक यू तो इठी आउ गोटे जिनिस तुमको मु देइछि जे जोडा कि तुमरो जोडा कि नेशनलिज्म माने जोडा कि तुमरो 1901 रु 1947 समय रे जतो देश स्वाधीन पाई फ्रीडम फाइटर मानक स्ट्रगल थिला से समय किछि इंपोर्टेंट न्यूज पेपर थिला जोडा कि हमरो को हेल्प करछि जेमति कि द समाज केबे हितला आउ आर लेखक किए थिले बा एडिटर किए थिले द समाज हो 1919 फाउंडेशन थिले किसे गोपबंधु दास ए सब जिनिस मन रखियो सेही बोली दैनिक आशा जे कि फास्ट ओडिया डेली न्यूज पेपर भारतर सॉरी ओडिसा रो प्रथम डेली न्यूज पेपर कौन थिला से होजे किसे ना दैनिक आशा रो स्टार्टेड किए करथिले शशि भूषण रथ जे कि तुमरो फास्ट ओडिया डेली न्यूज पेपर को से कौन करथिले स्टार्ट करथिले
আচ্ছা, প্রজাতন্ত্র। প্রজাতন্ত্র কি করଥିଲେ পিলে? প্রজাতন্ত্র ଯୋଉଟା କି 1947 ଦେଶ ଯୋଉ ବର୍ଷ ସ୍ୱାଧୀନ ହେଇଥିଲା ଠିକ ସେଇ ବର୍ଷ ହରେକୃଷ୍ଣ ମହତାବ। ଓକେ, ହରେକୃଷ୍ଣ ମହତାବ। ତ ଏବେ ଦେଖିବା ଆଉ ବେଶୀ ନାହିଁ, ଗୋଟେ ଦିଟା ପଏଣ୍ଟ ଅଛି। ପୋଷ୍ଟ ଇଣ୍ଡିପେଣ୍ଡେଣ୍ଟ ମାନେ ଦେଶ ସ୍ୱାଧୀନତା ହବା ପରେ ଷ୍ଟେପ କଥା କହୁଛି। ତୁମର କଣ ହେଇଛି ନା ହଉଛି ଧରିତ୍ରୀ। ଧରିତ୍ରୀ ପିଲେ କେବେ ଆସିଥିଲା? ଧରିତ୍ରୀ ଯୋଉଟା କି 1974 ଧରିତ୍ରୀର ଫାଉଣ୍ଡର କିଏ ଥିଲେ? ଧରିତ୍ରୀର ଫାଉଣ୍ଡର କିଏ ଥିଲେ? ନନ୍ଦିନୀ ଶତପଥୀ। କିଏ ଥିଲେ? ନନ୍ଦିନୀ ଶତପଥୀ। ତ ଅଦରୱାଇଜ ଆଉ କିଛି ଇମ୍ପୋର୍ଟାଣ୍ଟ ନାହିଁ। ତ ଆଜିର କ୍ଲାସରେ ଆମେ ଦେଖିଲେ କ'ଣ ଯେ ଆମ ଓଡ଼ିଶାରେ ହିଷ୍ଟ୍ରି ଅଫ୍ ଓଡ଼ିଶା ଜର୍ଣ୍ଣାଲିଜିମର କିଛି ଇମ୍ପୋର୍ଟାଣ୍ଟ ଟୁ ଦ ପଏଣ୍ଟ ହିଷ୍ଟ୍ରି ଦେଖିଲେ। ତା ସହିତ ଓଡ଼ିଶାର ଫେମିନା ବା ନଅଙ୍କ ଦୁର୍ଭିକ୍ଷ ବିଷୟ ଦେଖିଲେ। ତାପରେ ଦେଖିଲେ ଓଡ଼ିଶାର ହେଇଥିବା ଟ୍ରାଇବାଲ ମୁଭମେଣ୍ଟ ବା ଟ୍ରାଇବାଲ ଅପରାଇଜିଂ ବିଷୟ ଡିସ୍କସନ କଲେ। ତା ସହିତ ରିଭୋଲ୍ଟ 1857 ବି ଡିସ୍କସନ କଲେ। ତା ସହିତ ତୁମମାନଙ୍କର ପାଇକ ବିଦ୍ରୋହ ବି ଦେଖିଲେ। ଆଉ ଓଡ଼ିଶାକୁ ଯୋଉ ଇଂରେଜ ମାନେ ଆସିଛନ୍ତି ସେ ପଏଣ୍ଟ ଅଫ ଭ୍ୟୁରୁ ଦେଖିଲେ। ଆଉ ସେଇଠି ମଧ୍ୟ ଆମେ ମହାନ ବ୍ୟକ୍ତିତ୍ୱ ଶ୍ରୀ ଜୟରାଜ ଗୁରୁଙ୍କ ବିଷୟ ମଧ୍ୟ ଆମେ ଡିସ୍କସନ କରିଥିଲେ। ଆଇ ହୋପ ଆଜିର କ୍ଲାସକୁ ସମସ୍ତେ ଭଲ ଲାଗିଛି। ଯେ ଡାଉଟ୍ ଅଛି ବେଶୀ ନାହିଁ, 2 ମିନିଟ୍ କଥା ହବା, କ୍ଲାସକୁ ଅଫ୍ କରିବା। ଅଲ୍ ଆର୍ କ୍ଲିୟର? ଆଚ୍ଛା, ଯାହାବି ଆଜି ଆମେ ପଢିଲେ, ଯୋଉମାନେ ସିଜିଏଲ ବ୍ୟାଚ୍ ଜଏନ୍ କରିଛ, ଓଏସ୍ ରାଫିଡ ଫାୟାର ପ୍ରି ପ୍ଲସ୍ ମେନ୍, ତ ଏଠି ଗୋଟିଏ ହିଷ୍ଟ୍ରି ସମସ୍ତଙ୍କ ପାଇଁ ମୁଁ ତୁମକୁ ଆରମ୍ଭରୁ କହିଥିଲି ଏଇ ବ୍ୟାଚରେ ମୁଁ ଅପଲୋଡ କରିଦେବି। ଓକେ, ଯୋଉମାନେ ଜଏନ୍ କରିଛ ଆଦିତ୍ୟ ଏକାଡେମୀ ଆପ୍ଲିକେସନରେ, ତ ଏଗେନ୍ ଥ୍ୟାଙ୍କ ୟୁ ସମସ୍ତଙ୍କୁ। ତ ଯେମିତି 7 ଡେଜର ଚେଷ୍ଟା କରିବା 7 ଦିନ ସମ୍ପୂର୍ଣ୍ଣ ଓଡ଼ିଶାକୁ ଏଣ୍ଡ କରିବା ପାଇଁ। ଓକେ, ଥ୍ୟାଙ୍କ ୟୁ। କରୁଛି ଟୁ ଦ ପଏଣ୍ଟ। ଆଉ ଏତିକି ତମେ ସିଓର ହୁଅ ଏକ୍ସାମ ପାଇଁ ଦ ବେଷ୍ଟ ରହିବ ତମ ପାଇଁ। ଅପକମିଂ ଓଏସ୍ ର ପ୍ରିଲିମ୍ ହଉ କିମ୍ବା ତମର ସିଜିଏଲ ଏକ୍ସାମ ହଉ, ତ ୱାନ୍ ଅଫ ଦ ମୋଷ୍ଟ ରହିବ। ତ ଆମେ ଏହା କହିବା ଯେ ଓକେ, ତ ମୁଁ କ୍ଲାସ ଲାଷ୍ଟ ଗୁଡ଼ା କହିଦେବି କୋଉ କୋଉ ବ୍ୟାଚରେ ତୁମର ଯୋଉ ଅପକମିଂ ଯୋଉ ଓଏସ୍ ବ୍ୟାଚ୍ ଚାଲିଛି, ସିଜିଏଲ ବ୍ୟାଚ୍ ଚାଲିଛି, କୋଉ ବ୍ୟାଚର ଅପଲୋଡ ହଉଛି ତା ବି ତମକୁ କହିଦେବି। ଓକେ, ତ ଲାଷ୍ଟ କ୍ଲାସରେ ଆମେ କୋଉ ପର୍ଯ୍ୟନ୍ତ ଆମେ ଡିସ୍କସନ କରିଥିଲେ ନା ତୁମର ଯୋଉ ଇମ୍ପୋର୍ଟାଣ୍ଟ ମାଗାଜିନ୍ ସବୁ ରହିଛି ସେ ବିଷୟରେ ଆମେ ଡିସ୍କସନ କରିଥିଲେ। ଓକେ, ଯେମିତିକି ତୁମମାନଙ୍କର କୋଉ କୋଉ ମାଗାଜିନ୍ ରହୁଛି, ଫାଷ୍ଟ ନ୍ୟୁଜ ପେପର କ'ଣ ରହୁଛି, ଯେମିତିକି ଏସବୁ ଜିନିଷ ଆମେ ଡିସ୍କସନ କରିଥିଲେ। ଯେମିତି ସମାଜ କେବେ, ହଁ, ବୋଧଦାୟୀ ସମାଜ କେବେ ଇଷ୍ଟାବ୍ଲିଶ ହେଇଥିଲା? 1919 ମସିହା ଗୋପବନ୍ଧୁ ଦାସଙ୍କ ଦ୍ୱାରା। ସେମିତି ଦୈନିକ ଆଶା କେବେ 1928, ଯୋଉଟାକି ତାପରେ ଆସିଲା ପ୍ରଜାତନ୍ତ୍ର 1947ରେ ହେଇଥିଲା ହରେକୃଷ୍ଣ ମହତାବଙ୍କ ଦ୍ୱାରା। ଓକେ, ତ ଷ୍ଟାର୍ଟ କରିବା ଆଜିର ତୁମମାନଙ୍କର କ୍ଲାସ୍। ଓକେ, ତ ଆମେ ତା ପରବର୍ତ୍ତୀ ଷ୍ଟେପକୁ ଯିବା। ବର୍ତ୍ତମାନ ଆମେ ଧୀରେ ଧୀରେ ଏଣ୍ଟ୍ରି କରୁଛେ ଆମର ଫ୍ରିଡମ ଫାଇଟରଙ୍କ ପାଖକୁ ଯିବା। ଆମେ ଫ୍ରିଡମ ଫାଇଟର ରିଲେଟେଡରେ ଯୋଉ ସବୁ ଜିନିଷ ରହୁଛି ଧୀରେ ଧୀରେ ଆମେ ସିଆଡକୁ ଯାଉଛେ। ତ ଏଇଠି ଗୋଟେ ସ୍ଥାପନ ହେଇଥିଲା ଉତ୍କଳ ସଭା, ମନେ ରଖିଲେ। ତ ଆକ୍ଚୁଆଲି ଉତ୍କଳ ସଭାର ଉଦ୍ଦେଶ୍ୟ ଥିଲା ଆମର ଲାଙ୍ଗୁଏଜକୁ ଆଗକୁ ନେବା, ବା ଆମର ଯୋଉ ତୁମର ଯୋଉ ରହିଲା ଯୋଉ ଓଡ଼ିଶାର ଯୋଉ ଲାଙ୍ଗୁଏଜ ଅଛି ଆକୁ ପ୍ରମୋଟ କରିବା, ଏସବୁ ଜିନିଷ ତାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ତ ମୋର କହିବା କଥା ଯୋଉ ଉତ୍କଳ ସଭାଟା କେବେ ସ୍ଥାପନ ହେଇଥିଲା, ଆର ପ୍ରେସିଡେଣ୍ଟ କିଏ ଥିଲେ, ସେକ୍ରେଟାରୀ କିଏ ଥିଲେ, ଏଟା କ୍ୱେଶ୍ଚିନ୍ ଆସେ। ମନେ ରଖିବ ଇନ୍ ଦ ଇୟର ଅଫ୍ 1882, 1882 ଖ୍ରୀଷ୍ଟାବ୍ଦରେ ସ୍ଥାପନ ହେଇଛି ଉତ୍କଳ ସଭା। ଆଉ ଯାହାର ପ୍ରେସିଡେଣ୍ଟ, ଫାଷ୍ଟ ପ୍ରେସିଡେଣ୍ଟ କିଏ ଅଛନ୍ତି ନା ତୁମର ଚୌଧୁରୀ, ହଁ ଓକେ, କାଶୀନାଥ ଦାସ। ଆଉ ହଉଛି ସେକ୍ରେଟାରୀ ଅଛନ୍ତି କିଏ, ସେ ନା ଗୌରୀ ଶଙ୍କର ରାୟ। ଏ ଦୁଇ ଜଣଙ୍କ ନାଁକୁ ମନେ ରଖିବ, ଯେ କି ପ୍ରଥମ ପ୍ରେସିଡେଣ୍ଟ ଆଉ ପ୍ରଥମ ସେକ୍ରେଟାରୀ ଅଛନ୍ତି, ଯୋଉଟା କି ଏକ୍ସାମ ପଏଣ୍ଟ ଅଫ ଭ୍ୟୁରେ ଭେରି ଭେରି ଇମ୍ପୋର୍ଟାଣ୍ଟ ପଏଣ୍ଟ। ତ ତାପରେ ଯିବା ନେକ୍ସଟ ପଏଣ୍ଟ। ଯୋଉ ନେକ୍ସଟ ପଏଣ୍ଟ ଅଛି ଜଷ୍ଟ ଖାଲି ମୁଁ ତୁମକୁ ଏଇଟା କହୁଛି, ତାପରେ ମୁଁ ଆକୁ ଡିପଲି ଲାଷ୍ଟକୁ ମଧ୍ୟ ଡିସ୍କସନ କରିଛି। ଯଦି ସୋସିଓ ରିଲିଜିୟସ୍ ମୁଭମେଣ୍ଟ କଥା କୁହାଯାଇଛି, ଏଟାକୁ ମୁଁ ଟିକେ ଲାଷ୍ଟକୁ ତୁମମାନଙ୍କୁ କହିବି, ଯୋଉଟାକି ଆଉ ଟିକେ ଡିପଲି, ଯେମିତିକି ସତ୍ୟ ମହିମା ଧର୍ମ। ଏଟା ଗୋଟେ କ୍ୱେଶ୍ଚିନ୍ ଆସିଥିଲା ଓପିଏସସି 2023 ମସିହାରେ କ୍ୱେଶ୍ଚିନ୍ ଆସିଥିଲା ଯେ ସତ୍ୟ ମହିମା ଧର୍ମ କେବେ ସ୍ଥାପନ ହେଇଥିଲା ଆଉ କିଏ କରିଥିଲେ? ମହିମା ଗୋସାଇ କରିଥିଲେ। ମହିମା ଗୋସାଇ, ଯୋଉଟା କି 1862ରେ ହେଇଥିଲା, 1862 ଖ୍ରୀଷ୍ଟାବ୍ଦ ହେଇଥିଲା। ଆଉ ମନେ ରଖ ୱାନ୍ ଅଫ୍ ଦ ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ହବ ଅପକମିଂ ସିଜିଏଲ ଏକ୍ସାମ ପାଇଁ, କାହିଁକି ନା ଯୋଉଟା ସବୁ ଓଏସ୍ ରେ ପଚାରିଛି ମେ ବି ସିଜିଏଲ ରିପିଟ୍ ହେଇପାରେ, ତ ସେଟା ପଏଣ୍ଟ ଅଫ ଭ୍ୟୁରେ ଇମ୍ପୋର୍ଟାଣ୍ଟ ରହିବ ବହୁତ। ଆଚ୍ଛା,
ବ୍ରହ୍ମ ମୁଭମେଣ୍ଟ ଓକେ ତାପରେ ଆସିଲା ବ୍ରହ୍ମ ମୁଭମେଣ୍ଟ। ତ ତୁମର 1869 ହରନାଥ ଭଟ୍ଟାଚାର୍ଯ୍ୟ ଯେ କି ଆଜି କି ରୋଲ ନିଭେଇଥିଲେ ଉତ୍କଳ ବ୍ରହ୍ମ ସମାଜ ବା ବ୍ରହ୍ମ ମୁଭମେଣ୍ଟରେ, ଯୋଉଟା କି ମୁଁ ଲାଷ୍ଟକୁ ଏଟାକୁ ଟିକେ ଏକ୍ସପ୍ଲେନ କରିବି, ବଟ୍ ଖାଲି ବର୍ତ୍ତମାନ ଖାଲି ଏତିକି ତମେ ଜାଣିଥାଅ ଯେ ସତ୍ୟ ମହିମା ଧର୍ମର ଫାଉଣ୍ଡେସନ କିଏ କରିଥିଲେ ଆଉ କେବେ ହେଇଥିଲା। ଆଚ୍ଛା, ଏବେ ଆମେ ବିଟ୍ ବାଇ ବିଟ୍ ଡିସ୍କସନ କରିବା ଓକେ। ତ ଏଇଠି ମୁଁ ଗୋଟେ ପଏଣ୍ଟ ତୁମମାନଙ୍କ ସହିତ ଡିସ୍କସନ କରୁଛି, ଉତ୍କଳ ବ୍ରହ୍ମ ସମାଜ, ଯୋଉଟା କି ବର୍ତ୍ତମାନ ମୁଁ ତୁମମାନଙ୍କୁ କହିଲି ଉତ୍କଳ ବ୍ରହ୍ମ ସମାଜ ଏଷ୍ଟାବ୍ଲିଶମେଣ୍ଟ କେବେ ହେଇଥିଲା, ଏଟା ଇମ୍ପୋର୍ଟାଣ୍ଟ ପିଲେ। ଉତ୍କଳ ବ୍ରହ୍ମ ସମାଜ ତୁମର 1869 ହେଇଥିଲା। କାହା ଦ୍ୱାରା ନା ହରନାଥ ଭଟ୍ଟାଚାର୍ଯ୍ୟଙ୍କ ଦ୍ୱାରା ହେଇଥିଲା। ତ ମଧୁସୂଦନ ଦାସ ଫାଉଣ୍ଡେଡ ଦ ଉତ୍କଳ ସମ୍ମିଳନୀ। ତ ଉତ୍କଳ ସମ୍ମିଳନୀ ତମର କିଏ ଗଠନ କରିଥିଲେ ନା ହଁ କିଏ ସେ ନା ମଧୁସୂଦନ ଦାସ କଣ କରିଥିଲେ ନା ଉତ୍କଳ ସମ୍ମିଳନୀ ଗଠନ କରିଥିଲେ। ମୁଁ ଏଇଠି ଗୋଟେ କ୍ୱେଶ୍ଚିନ୍ ପଚାରୁଛି, ଏ ଯୋଉ ଉତ୍କଳ ସମ୍ମିଳନୀ କେବେ ଗଠନ ହେଇଥିଲା, କାହାର ଆଇଡିଆ ଅଛି? ଏନିୱାନ୍ ଆଇଡିଆ ଉତ୍କଳ ସମ୍ମିଳନୀ? କାରଣ ମୁଁ ଏଠି ଲେଖିଛି ଉତ୍କଳ ସମ୍ମିଳନୀ। ମନେ ରଖିବ ଉତ୍କଳ ଯୋଉ ସମ୍ମିଳନୀ ଅଛି ଏଟା ସର୍ବପ୍ରଥମେ ତୁମମାନଙ୍କର 1903 ଖ୍ରୀଷ୍ଟାବ୍ଦରେ ଆକୁ ସ୍ଥାପନ କରାଯାଇଥିଲା। ଇଟ୍ ୱାଜ ଫାଉଣ୍ଡେଡ ବାଇ ଦ କିଏ ସେ ନା ମଧୁସୂଦନ ଦାସଙ୍କ ଦ୍ୱାରା ଉତ୍କଳ ସମ୍ମିଳନୀ ଗଠନ ହେଇଥିଲା, ଯୋଉଟା କି ବହୁତ ଇମ୍ପୋର୍ଟାଣ୍ଟ, ଯୋଉଟା କି କଟକ ଠାରେ ଏଟାକୁ ସ୍ଥାପନ କରାଯାଇଥିଲା, ଯୋଉଟା କି ଇମ୍ପୋର୍ଟାଣ୍ଟ। ତ ଏଇଠି ଆମେ ଦୁଇଟି ଇମ୍ପୋର୍ଟାଣ୍ଟ ପଏଣ୍ଟ ଦେଖିଲେ। ପ୍ରଥମ କଥା ଉତ୍କଳ ବ୍ରହ୍ମ ସମାଜ, ଏଠି କନଫ୍ୟୁଜନ ହବନି। ଉତ୍କଳ ବ୍ରହ୍ମ ସମାଜ ହେଇଥିଲା କେବେ ନା 1869 ହରେକୃଷ୍ଣ ଭଟ୍ଟାଚାର୍ଯ୍ୟଙ୍କ ଦ୍ୱାରା। ଆଉ ଉତ୍କଳ ସମ୍ମିଳନୀ ଗଠନ ହେଇଥିଲା କେବେ ନା 1903 ଖ୍ରୀଷ୍ଟାବ୍ଦରେ ମଧୁସୂଦନ ଦାସଙ୍କ ଦ୍ୱାରା। ତ ବର୍ତ୍ତମାନ ଆମେ ଆମର ଯୋଉ ମଡର୍ଣ୍ଣ ହିଷ୍ଟ୍ରି ପଢିଥିଲେ, ଆମର ଇଣ୍ଡିଆ ହିଷ୍ଟ୍ରିରେ ଯୋଉ ସବୁ ଥାଏ, ଯେମିତି କି ତୁମର ସ୍ୱଦେଶୀ ମୁଭମେଣ୍ଟ ହେଲା, ଯେମିତିକି ତୁମମାନଙ୍କର ରହିଲା ଏସବୁ ମୁଭମେଣ୍ଟ, ତ ସେଇ ସବୁ ମୁଭମେଣ୍ଟ ଓଡ଼ିଶା ଉପରେ କ'ଣ ପ୍ରଭାବ ପକେଇଛି, ତ ସେଇଆକୁ ବେସ୍ କରି ଆମେ ପଢିକି ଯିବା। ପ୍ରଥମେ ଆସିଲା ସ୍ୱଦେଶୀ ମୁଭମେଣ୍ଟ। ମୋର କ୍ୱେଶ୍ଚିନ୍ ଆସିଲା ପିଲେ, ଯୋଉ ସ୍ୱଦେଶୀ ମୁଭମେଣ୍ଟଟା କେବେ ହେଇଥିଲା? ସ୍ୱଦେଶୀ ମୁଭମେଣ୍ଟଟା କେବେ ହେଇଥିଲା? ସ୍ୱଦେଶୀ ମୁଭମେଣ୍ଟଟା କେବେ ହେଇଥିଲା? ମନେ ରଖିବ ପିଲେ, ତୁମମାନଙ୍କର ଯୋଉ ସ୍ୱଦେଶୀ ମୁଭମେଣ୍ଟ ହେଇଥିଲା 1905 ମସିହାରେ ସ୍ୱଦେଶୀ ମୁଭମେଣ୍ଟ ହେଇଥିଲା। ମୋର କ୍ୱେଶ୍ଚିନ୍ ହେଲା, ଏ ଯୋଉ ସ୍ୱଦେଶୀ ମୁଭମେଣ୍ଟର ପ୍ରଭାବ ପଡିଥିଲା ଓଡ଼ିଶା ଉପରେ, ଯେ ଓଡ଼ିଶାର ନେତୃତ୍ୱ କୋଉମାନେ ନେଇଥିଲେ ଆଉ କେଉଁ କେଉଁ ଜାଗାରେ ଆକୁ ସ୍ଥାପନ ହେଇଥିଲା? ମନେ ରଖିବ ତୁମର କଟକ ଠାରେ ମ୍ୟୁନିସିପାଲିଟି ହଲରେ ଏଇ ମିଟିଂକୁ ସ୍ଥାପନ ହେଇଥିଲା। ପ୍ରଥମେ ପ୍ରଥମେ ଆକୁ ନେତୃତ୍ୱ ବା ଲିଡରସିପ କିଏ ନେଇଛନ୍ତି ନା ତୁମର କିସେ ଜାନକୀନାଥ ବୋଷ। କିସେ ଜାନକୀନାଥ ବୋଷ। ତାହେଲେ ଯଦି ଆମେ ସ୍ୱଦେଶୀ ମୁଭମେଣ୍ଟ 1905 କଥା ମନେ ପକେଇବା, ତ ଓଡ଼ିଶାର ନେତୃତ୍ୱ କଟକରେ କିଏ ନେଇଛନ୍ତି? ଜାନକୀନାଥ ବୋଷ। ମୋର କ୍ୱେଶ୍ଚିନ୍ ହେଉଛି, ହୁ ଇଜ ଦ ଜାନକୀନାଥ ବୋଷ? ହୁ ଇଜ ଦ ଜାନକୀନାଥ ବୋଷ? ଜାନକୀନାଥ ବୋଷ କିଏ ଥିଲେ? କିଏ କହିପାରିବ? ମାନେ କି ଫାଦର ଅଫ ସୁଭାଷ ଚନ୍ଦ୍ର ବୋଷଙ୍କ ଫାଦର ଥିଲେ। ଯେତେବେଳେ ତୁମର ସ୍ୱଦେଶୀ ମୁଭମେଣ୍ଟ କଣ୍ଟିନ୍ୟୁ ଚାଲିଥିଲା, ଜଷ୍ଟ ସ୍ୱଦେଶୀ ମୁଭମେଣ୍ଟର ପୂର୍ବରୁ ସ୍ଥାପନ ହେଇଥିଲା ଉତ୍କଳ ସମ୍ମିଳନୀ, ଯୋଉଟା କି ମୁଁ ବର୍ତ୍ତମାନ ତୁମ ସହିତ ଏଇଟା ଡିସ୍କସନ କଲି। ଉତ୍କଳ ସମ୍ମିଳନୀ 1903ରେ ବାୟ ମଧୁସୂଦନ ଦାସଙ୍କ ଦ୍ୱାରା ଏଟା ସ୍ଥାପନ ହେଇଥିଲା। ତ ବହୁତ ସାରା ପିଲା କନଫ୍ୟୁଜନ ହୁଅନ୍ତି ଉତ୍କଳ ସମ୍ମିଳନୀ 1905 ବୋଲି, ନାଇଁ 1905 ନୁହେଁ, ଉତ୍କଳ ସମ୍ମିଳନୀ ହେଉଛି 1903 ଖ୍ରୀଷ୍ଟାବ୍ଦରେ ଆକୁ ସ୍ଥାପନ କରାଯାଇଥିଲା। କାହା ଦ୍ୱାରା ନା ମଧୁସୂଦନ ଦାସଙ୍କ ଦ୍ୱାରା। ଏ ପଏଣ୍ଟଟା ଥରେ କ୍ୱେଶ୍ଚିନ୍ ଆସିଛି ଓପିଏସସି ରେ ଓ ଡବ୍ଲ୍ୟୁଏସଏସ୍ ରେ ଅଲରେଡି ଏ କ୍ୱେଶ୍ଚିନ୍ ଆସି ସାରିଛି। ଆଚ୍ଛା, ଏବେ ଯିବା ନେକ୍ସଟ ପଏଣ୍ଟକୁ। ନେକ୍ସଟ ପଏଣ୍ଟକୁ ଯିବା ପୂର୍ବରୁ ମୁଁ ଖାଲି ଏତିକି କହିବାକୁ ଚାହୁଁଛି, ଯୋଉଟା କି 1905 ମସିହାରେ ଯୋଉ ସ୍ୱଦେଶୀ ମୁଭମେଣ୍ଟ ହେଇଥିଲା, ତାଙ୍କର ସବୁ ଅନେକ ସାରା କି ଲିଡର ଥିଲେ, ଯେମିତିକି ମଧୁସୂଦନ ଦାସ, ଜାନକୀନାଥ ବୋଷ, ବିଶ୍ୱନାଥ କର। ତ ଏମାନେ ଅନେକ ସାରା ଥିଲେ। କିନ୍ତୁ ଆମେ ଏଠି ମୁଖ୍ୟତଃ ତିନୋଟି ପ୍ଲେସରେ ସ୍ୱଦେଶୀ ମୁଭମେଣ୍ଟକୁ ନେତୃତ୍ୱ ନିଆଯାଇଛି। ଗୋଟେ ହେଉଛି କଟକ, ଏଟା କ୍ୱେଶ୍ଚିନ୍ ଆସିଛି। ସେକେଣ୍ଡ ହେଉଛି ପୁରୀ, ତୃତୀୟ ହେଉଛି ବାଲେଶ୍ୱର। ମୋର କ୍ୱେଶ୍ଚିନ୍ ହେଉଛି, ଆମର କଟକର ନେତୃତ୍ୱ କିଏ ନେଇଥିଲେ? ସ୍ୱଦେଶୀ ମୁଭମେଣ୍ଟର କଟକର ନେତୃତ୍ୱ କିଏ ନେଇଥିଲେ? ମନେ ରଖିବ ଜାନକୀନାଥ ବୋଷ ଯିଏକି କଟକର ନେତୃତ୍ୱ ନେଇଛନ୍ତି। ଆଉ ପୁରୀର ନେତୃତ୍ୱ କିଏ ନେଇଛନ୍ତି? ପୁରୀରେ ମନେ ରଖିବ ହରିଶ ଚନ୍ଦ୍ର ଘୋଷ ଯିଏକି ପୁରୀର ନେତୃତ୍ୱ ନେଇଛନ୍ତି। ଆଉ ବାଲେଶ୍ୱର ନେତୃତ୍ୱ ନେଇଛନ୍ତି ଫକୀର ମୋହନ ସେନାପତି। ତୁମର ଯୋଉ 1905 ମସିହା ସ୍ୱଦେଶୀ ମୁଭମେଣ୍ଟ ଆମର ଯୋଉଟା କି ଇମ୍ପାକ୍ଟ ପକେଇଛି ଓଡ଼ିଶାରେ, ମୁଖ୍ୟତଃ ତିନୋଟି ସହରରେ ଆର ପ୍ରଭାବ ପଡିଥିଲା, କଟକ, ପୁରୀ, ବାଲେଶ୍ୱର। ପୁରା କ୍ଲିୟର? ନୋ ଝିଲିମିଲି, କ୍ଲିୟର କଟ୍? ଆଚ୍ଛା,
ଯେତେବେଳେ ସ୍ୱଦେଶୀ ମୁଭମେଣ୍ଟ ସ୍ଥାପନ ହେଇଥିଲା ବା ସ୍ୱଦେଶୀ ମୁଭମେଣ୍ଟ କଣ୍ଟିନ୍ୟୁ ଚାଲିଥିଲା ସେ ସମୟରେ ଉତ୍କଳ ଟେନେରୀ ନାମକ ସ୍ଥାପନ କରିଥିଲେ କିଏ ସେ ନା ମଧୁସୂଦନ ଦାସ ଏଷ୍ଟାବ୍ଲିଶ କରିଥିଲେ ଉତ୍କଳ ଟେନେରୀ। ଏଟା କୋଉଠାରେ ନା ତୁମର କଟକ ଠାରେ ସ୍ଥାପନ କରିଥିଲେ 1905 ମସିହାରେ। ଏ ପଏଣ୍ଟଟା ଏକ୍ସାମ ପଏଣ୍ଟ ଅଫ ଭ୍ୟୁରେ ବହୁତ ଇମ୍ପୋର୍ଟାଣ୍ଟ ରହିବ ଯେ ଉତ୍କଳ ଟେନେରୀକୁ କିଏ ସ୍ଥାପନ କରିଥିଲେ ମଧୁସୂଦନ ଦାସ ଆଉ କୋଉଠି କେବେ ସ୍ଥାପନ କରିଥିଲେ। ତ ସେ ଯୋଉ ଉତ୍କଳ 1905 ମସିହା ଯୋଉ ସ୍ୱଦେଶୀ ମୁଭମେଣ୍ଟ ଆମର ଯୋଉ କଣ୍ଟିନ୍ୟୁ ହଉଛି ସେ ସମୟରେ ଆମର କଣ ହେଇଛି ଉତ୍କଳ ଟେନେରୀ। ଆଉ ଗୋଟେ ଏଜୁକେସନରେ ମଧ୍ୟ ଗୋଟେ ରିଫର୍ମ ହେଇଛି ସତ୍ୟବାଦୀ ବନ ବିଦ୍ୟାଳୟକୁ ସ୍ଥାପନ କରାଯାଇଛି। ମୋର କ୍ୱେଶ୍ଚିନ୍ ହେଉଛି ଏ ଯୋଉ ସତ୍ୟବାଦୀ ବନ ବିଦ୍ୟାଳୟ କେଉଁଠାରେ ସ୍ଥାପନ ହେଇଛି ଆଉ କିଏ କରିଛନ୍ତି ମନେରଖ ସତ୍ୟବାଦୀ ହଁ କୋଉଥିରେ ସ୍ଥାପନ ହେଇଛି ମନେ ରଖିବ ସାକ୍ଷୀ ଗୋପାଳ କୋଉଠି ସାକ୍ଷୀ ଗୋପାଳ ସ୍ଥାନରେ ସ୍ଥାପନ ହେଇଛି ପୁରୀର। ଆକୁ ସ୍ଥାପନ କରିଛନ୍ତି ଗୋପବନ୍ଧୁ ଦାସ। ଏଟା କେବେ ହେଇଛି 12 ଅଗଷ୍ଟ 1909 ଖ୍ରୀଷ୍ଟାବ୍ଦରେ। ଯୋଉ 1909 ମନେ ପକାଅ ଆମର ଭାରତ ଇତିହାସର ଗୋଟେ ଇମ୍ପୋର୍ଟାଣ୍ଟ ଇୟର 1909 ମଲ୍ଲେ ମିଣ୍ଟ ରିଫର୍ମ ବୋଲି କୁହାଯାଏ। ତ ସେଇ ସମୟରେ ହିଁ ଉତ୍କଳ ସତ୍ୟବାଦୀ ବନ ବିଦ୍ୟାଳୟକୁ ସ୍ଥାପନ କରାଯାଇଅଛି। ପୁରା କ୍ଲିୟର ହলো। ତାହେଲେ 1905 ମସିହାରେ ଯୋଉ ସ୍ୱଦେଶୀ ମୁଭମେଣ୍ଟ ହେଇଛି ସେ ସ୍ୱଦେଶୀ ମୁଭମେଣ୍ଟର ରିଲେଟେଡ କଣ ସବୁ ଲିଙ୍କ ରହୁଛି ମାନେ ତୁମର ଉତ୍କଳ ସମ୍ମିଳନୀ ଗଠନ ହେଇଛି। ଉତ୍କଳ ସମ୍ମିଳନୀ ତୁମର ସ୍ୱଦେଶୀ ମୁଭମେଣ୍ଟ 3ଟି ସହରରେ ଇମ୍ପୋର୍ଟାଣ୍ଟ ଆସିଛି କଟକ ପୁରୀ ବାଲେଶ୍ୱର। କେଉଁଠାରେ କିଏ ନେତୃତ୍ୱ ନେଇଛନ୍ତି ଉତ୍କଳ ଟେନେରୀ କେବେ ଗଠନ ହେଇଛି ତୁମର ତାପରେ ଆସିଲା କି ସେ ସତ୍ୟବାଦୀ ବନ ବିଦ୍ୟାଳୟ କେବେ ସ୍ଥାପନ ହେଇଛି ଏ ବିଷୟରେ ଆମେ ଦେଖିଲେ। ବର୍ତ୍ତମାନ ଆମେ ଦେଖିବା ନନ୍ କୋପରେସନ ମୁଭମେଣ୍ଟ। ଦେଖ ତୁମେ ଦେଖିବ 1905 ମସିହା ସ୍ୱଦେଶୀ ମୁଭମେଣ୍ଟ ପରେ ଅପ୍ ଟୁ ନନ୍ କୋପରେସନ ମୁଭମେଣ୍ଟ ଯୋଉଟାକି ସାଧାରଣତଃ 1920 ମସିହା ହେଇଛି ତା ଭିତରେ ଓଡ଼ିଶା ଉପରେ ଏତେ ପ୍ରଭାବ ପଡୁନି। ତା ଭିତରେ ତୁମର ହେଇଛି କିଏ ସେ ନା ହୋମ ରୁଲ ଲିଗ ମୁଭମେଣ୍ଟ ହେଇଛି। ତା ଭିତରେ ତୁମମାନଙ୍କର ମଲ୍ଲେ ମିଣ୍ଟ ରିଫର୍ମ ହେଇଛି। ତା ଭିତରେ ତୁମକୁ ଇଏ ପାଇବ ଗାନ୍ଧୀ ଆସିଥିଲେ ଏମିତି ବହୁତ ଜିନିଷ ହେଇଛି। ଜାଲିଆନବାଗ ହତ୍ୟାକାଣ୍ଡ ହେଇଛି ସୁରଟ ସେସନ ହେଇଛି ଅହମ୍ମଦାବାଦ ମିଲ୍ ଷ୍ଟ୍ରାଇକ୍ ହେଇଛି ଏମିତି ବହୁତ ଜିନିଷ ହେଇଛି। କିନ୍ତୁ ଆମର ପ୍ରଭାବ ଯୋଉଟାକ ଓଡ଼ିଶା ଉପରେ ଅଛି ଆମେ ସେ ବିଷୟରେ ଡିସ୍କସନ କରିବା। 1920 ମସିହା ଯୋଉଟାକି ନନ୍ କୋପରେସନ ମୁଭମେଣ୍ଟ ହେଇଥିଲା ତାର ପ୍ରଭାବ ଓଡ଼ିଶା ଉପରେ ପଡିଛି। ମୋର କ୍ୱେଶ୍ଚିନ୍ ହେଲା ଏ ଯୋଉ ନନ୍ କୋପରେସନର ନେତୃତ୍ୱ କିଏ ନେଇଥିଲେ ଓଡ଼ିଶାରୁ ଆର ନେତୃତ୍ୱ କିଏ ନେଇଥିଲେ ମନେ ରଖିବ ପଣ୍ଡିତ କିଏ କହିପାରିବ ଗୋପବନ୍ଧୁ ଦାସ ଅଣ୍ଡର ଦ ଲିଡରସିପ ଅଫ ପଣ୍ଡିତ ଗୋପବନ୍ଧୁ ଦାସଙ୍କର ନେତୃତ୍ୱରେ ହିଁ ଆକୁ ନିଆଯାଇଥିଲା। ତ ସେଇ ସମୟରେ ଗୋଟେ ଇମ୍ପୋର୍ଟାଣ୍ଟ ଦୁଇଟି ମୁଖ୍ୟ ପ୍ଲେସ୍ ଅଛି ଓଡ଼ିଶାର ଯୋଉଟା କି ନନ୍ କୋପରେସନ ମୁଭମେଣ୍ଟରେ ସମସ୍ତଙ୍କୁ ଏକାଠି କରିବା ଆନ୍ଦୋଳନ କରିବା ପାଇଁ ଦୁଇଟି ଆଶ୍ରମ ସ୍ଥାପନ ହେଇଥିଲା ସେ ସମୟରେ ବା ଦୁଇଟି ଆଶ୍ରମ ସେ ସମୟରେ ମୁଖ୍ୟ ରୋଲ ନିଭେଇଥିଲା। ଗୋଟେ ହେଉଛି ସ୍ୱରାଜ ଆଶ୍ରମ SWARAJ ସ୍ୱରାଜ ଆଶ୍ରମ। ମୋର କହିବାର କଥା ହେଉଛି ଏ ଯୋଉ ସ୍ୱରାଜ ଆଶ୍ରମ କେଉଁ ଡିଷ୍ଟ୍ରିକ୍ଟରେ ଅବସ୍ଥିତ ମନେ ରଖିବ କଟକ। ଆଉ ଗୋଟେ ଆଶ୍ରମ ହେଉଛି ଅଳକା ଆଶ୍ରମ ALAK ଅଳକା ଆଶ୍ରମ। ଏ ଅଳକା ଆଶ୍ରମଟା ପିଲା କୋଉଠି ଅଛି ନା ଜଗତସିଂହପୁରରେ ତୁମେ ପାଇବ ଅଳକା ଆଶ୍ରମ। ଗୋଟେ ଅଳକା ମହାବିଦ୍ୟାଳୟ ବା ଅଳକା କଲେଜ ନାମରେ ସେଇଠି ମଧ୍ୟ ସ୍ଥାପନ କରାଯାଇଛି ଯୋଉଟା କି ରମାଦେବୀ। ଓକେ ଥ୍ୟାଙ୍କ ୟୁ। ଏ ଦୁଇଟି ଆଶ୍ରମ ବହୁତ ଇମ୍ପୋର୍ଟାଣ୍ଟ। ମୁଁ ତୁମମାନଙ୍କୁ ଗୋଟେ ହିଣ୍ଟସ ଦଉଛି ଯେ ଏ ଆଶ୍ରମ ବିଷୟରେ ଟିକେ ଏକ୍ସଟ୍ରା ତୁମେ ନିଜେ ନୋଟ୍ ବାହାର କରି ଲେଖିବ ଯେ ଅଳକା ଆଶ୍ରମ କିଏ ସ୍ଥାପନ କରିଥିଲେ ସ୍ୱରାଜ ଆଶ୍ରମକୁ କିଏ ସ୍ଥାପନ କରିଥିଲେ ଟିକେ ଲେଖିବ। ଏଟା ହୋମୱାର୍କ ଚାହିଁଥିଲେ ମୁଁ ନୋଟ୍ ଦେଇପାରିଥାନ୍ତି କିଛି ତୁମମାନଙ୍କ ପାଇଁ କାମ ରଖିଛି। ଓକେ ରମାଦେବୀ ଠିକ ଅଛି। ତାପରେ ଆସିଲା କିଏ ସେ ନା ସେ ଯୋଉ ଆମର ନନ୍ କୋପରେସନ ମୁଭମେଣ୍ଟ ହେଇଥିଲା ଗୋଟେ ଇମ୍ପୋର୍ଟାଣ୍ଟ ରୋଲ ସେ ସମୟରେ ନିଭେଇଥିଲେ ମହାତ୍ମା ଗାନ୍ଧୀ। ତୁମର ଯଦି ମୁଖ୍ୟ ଇଭେଣ୍ଟ ଦେଖିବା 1921 ମସିହା ମହାତ୍ମା ଗାନ୍ଧୀ ସର୍ବପ୍ରଥମେ ଓଡ଼ିଶାକୁ ଆସୁଛନ୍ତି। ଓକେ ଯୋଉଟା କି କାଠଯୋଡି ରିଭର ଯୋଉ ମାନେ ବିଚ୍ ଅଛି ସେଇଠି ତୁମମାନଙ୍କର ମିଟିଂ ହେଇଛି ଯୋଉଟା କି ମାର୍ଚ୍ଚ ମାସ 23 ତାରିଖ ମାର୍ଚ୍ଚ ମାସ 23 ତାରିଖ ଏଠି ଲେଖାନି ଖାଲି ମାର୍ଚ୍ଚ 2021 ମୁଁ ଲେଖିଛି ମନେ ରଖିବ ମାର୍ଚ୍ଚ 23ରେ ପ୍ରଥମ ଥର ମହାତ୍ମା ଗାନ୍ଧୀ ଆସନ୍ତି ଫର ଦ ପର୍ପୋଜ ଅଫ ନନ୍ କୋପରେସନ ମୁଭମେଣ୍ଟ ଉଦ୍ଦେଶ୍ୟରେ ଆସୁଛନ୍ତି। ଓକେ ତାପରେ ଆସିଲା ରୋଲ ଅଫ ପ୍ରେସ୍। ରୋଲ ଅଫ ପ୍ରେସ୍ ମାନେ ଯେତେବେଳେ ନନ୍ କୋପରେସନ ମୁଭମେଣ୍ଟ ଚାଲିଥିଲା ପ୍ରେସ୍ ମାନଙ୍କର ଭୂମିକା କଣ ଥିଲା ସମାଜ 1919 ଯୋଉଟା ତମକୁ କହିଥିଲି ତ ସେଟା ବହୁତ ଭୂମିକା ନିଭେଇଥିଲା ଫାଉଣ୍ଡେଡ ବାଇ ଗୋପବନ୍ଧୁ ଦାସ। ଆଉ ତା ସହିତ ଉତ୍କଳ ସେବକ ପ୍ରଜାତନ୍ତ୍ର ଓକେ ଯୋଉଟା କି ହରେକୃଷ୍ଣ ମହତାବଙ୍କର ଏ ଦୁଇଟି ପତ୍ରିକା ସେ ସମୟରେ ମୁଖ୍ୟ ରୋଲ ନିଭେଇଥିଲା। ମୋର କହିବାର କଥା ହଉଛି ଷ୍ଟୁଡେଣ୍ଟ ଏ ପର୍ଯ୍ୟନ୍ତ ସମସ୍ତେ କ୍ଲିୟର ଅଛ ନା କାହା ଡାଉଟ ଅଛି?
ଏଭିଡେନ୍ସ। ଆଚ୍ଛା, ଏବେ ଯିବା ନେକ୍ସଟ ପଏଣ୍ଟ ଆସୁଛି ଯେ ତୁମମାନଙ୍କର ସିଭିଲ ଡିସଓବିଡିଏଣ୍ଟ ମୁଭମେଣ୍ଟ। ସିଭିଲ ଡିସଓବିଡିଏଣ୍ଟ ମୁଭମେଣ୍ଟ ମନେ ରଖ, ୟୁପିସିସି ର ଫୁଲ ଫର୍ମ କ'ଣ ବେଳେ ବେଳେ କ୍ୱେଶ୍ଚିନ୍ ଆସିଯାଏ। ତୁମର ମନେ ରଖିବ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି, ଯାହାକୁ ଆମେ ୟୁପିସିସି ବୋଲି କହୁଛେ, ସେ ଗୋଟେ ଲଞ୍ଚ କରିଛନ୍ତି। ଲଞ୍ଚ କରିଥିବା ସେ ସମୟରେ ଯାହାକୁ ଆମେ କହୁଛେ ସିଭିଲ ଡିସଓବିଡିଏଣ୍ଟ ମୁଭମେଣ୍ଟ, ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସେ ସମୟରେ ଲୁଣ ମାରିବା, ଲବଣ ସତ୍ୟାଗ୍ରହ। ତୁମେ ଦେଖିବ ସଲ୍ଟ ସତ୍ୟାଗ୍ରହ, ଯୋଉଟା କି ଓଡ଼ିଶା ଉପରେ ମଧ୍ୟ ପ୍ରଭାବ ପକେଇଥିଲା, ଯୋଉଟା କି ଆମର ଓଡ଼ିଶାର ପର୍ଟିକୁଲାର 1930 ହେଇଥିଲା। ମନେ ରଖିବ, ଯାହାକୁ ଆମେ କହୁଛେ ଏଞ୍ଚୁଡ଼ି ସତ୍ୟାଗ୍ରହ ବୋଲି କହୁଛେ, ଇଞ୍ଚୁଡ଼ି ସତ୍ୟାଗ୍ରହ, INCHUDI, ଇଞ୍ଚୁଡ଼ି ସତ୍ୟାଗ୍ରହ ବୋଲି କୁହାଯାଇଥାଏ। ମନେ ରଖିବ, ଏପ୍ରିଲ 6 ତାରିଖ 1930 ଇଞ୍ଚୁଡ଼ି ସତ୍ୟାଗ୍ରହ ମାର୍ଚ୍ଚ ଷ୍ଟାର୍ଟ ହେଇଛି। 21 ଜଣ ସତ୍ୟାଗ୍ରହକୁ ନେଇ ଲିଡର ଥିଲେ ଗୋପବନ୍ଧୁ ଦାସ। କିଏ ଥିଲେ? ଗୋପବନ୍ଧୁ ଦାସ। ବହୁତ ଇମ୍ପୋର୍ଟାଣ୍ଟ ପଏଣ୍ଟ। ଆଉ ତାଙ୍କ ସହିତ ଥିଲେ କିଏ? ସେ ନା ହରେକୃଷ୍ଣ ମହତାବ ହେଲେ, ଆଚାର୍ଯ୍ୟ ହରିହର ଦାସ ରହିଲେ, ଏମିତି ଥିଲେ। କିନ୍ତୁ ଇମ୍ପୋର୍ଟାଣ୍ଟ ଏଇଠି ହଉଛି ଇଏ କେଉଁଠୁ କେଉଁ ପର୍ଯ୍ୟନ୍ତ ଯାଇଥିଲେ। ମନେ ରଖିବ ସ୍ୱରାଜ ଆଶ୍ରମ କଟକରୁ ଟୁୱାର୍ଡସ ଇଞ୍ଚୁଡ଼ି ଆଡ଼କୁ ଯାଇଥିଲେ। ସ୍ୱରାଜ ଆଶ୍ରମ, ଏଟା ଷ୍ଟାର୍ଟ କରିଥିଲେ। ବୁଝିପାରିଲେ ସମସ୍ତେ? ଆଚ୍ଛା, ତ ମୋର କହିବା କଥା, ଏଟା କେବେ ଷ୍ଟାର୍ଟ ହେଇଥିଲା ଆଉ କେତେ ଜଣ ସତ୍ୟାଗ୍ରହୀ ଥିଲେ ଇମ୍ପୋର୍ଟାଣ୍ଟ। ଏଟା କେଉଁଠୁ ଷ୍ଟାର୍ଟ ହେଇଛି ନା ତୁମର ସ୍ୱରାଜ ଆଶ୍ରମ କଟକରୁ ଏଟା ଷ୍ଟାର୍ଟ ହେଇଛି ଟୁୱାର୍ଡସ ଇଞ୍ଚୁଡ଼ି ପର୍ଯ୍ୟନ୍ତ। କିନ୍ତୁ ଇମ୍ପୋର୍ଟାଣ୍ଟ ଆସେ ଗୋପବନ୍ଧୁ ଚୌଧୁରୀ, ଯିଏକି ଷ୍ଟାର୍ଟିଂରୁ ଲିଡର ଥିଲେ। ତାଙ୍କୁ 8 ଏପ୍ରିଲରେ, 6 ଏପ୍ରିଲରେ ମାର୍ଚ୍ଚ ଷ୍ଟାର୍ଟ କଲେ, 8 ଏପ୍ରିଲରେ ତାଙ୍କୁ ଆରେଷ୍ଟ କରାଗଲା। ଯେହେତୁ ଆରେଷ୍ଟ କଲା, ଆଚାର୍ଯ୍ୟ ହରିହର ଦାସ ଦେନ୍ ଲିଡ୍ ଦ ମାର୍ଚ୍ଚ। ତାପରେ ସେ ମାର୍ଚ୍ଚକୁ କିଏ ଲିଡ୍ କରିଥିଲେ? ଆଚାର୍ଯ୍ୟ ହରିହର ଦାସ। ଏ କ୍ୱେଶ୍ଚିନ୍ ଆସିଥିଲା ଯେ ଆଫ୍ଟର ଦ ଆରେଷ୍ଟ ଅଫ ଗୋପବନ୍ଧୁ ଚୌଧୁରୀ, ତୁମର ଇଞ୍ଚୁଡ଼ି ସତ୍ୟାଗ୍ରହର ଲିଡରସିପ କିଏ ନେଇଥିଲେ? ଆଚାର୍ଯ୍ୟ ହରିହର ଦାସ, ଯିଏକି ଫାଇନାଲି ପହଞ୍ଚିଥିଲେ ଇଞ୍ଚୁଡ଼ିରେ 12 ଏପ୍ରିଲରେ। ଓକେ, ଆଉ ଫାଇନାଲି 13 ଏପ୍ରିଲରେ ତୁମର ଲବଣ ସତ୍ୟାଗ୍ରହ ହେଇଛି, ବା ତାକୁ ଲବଣ ସତ୍ୟାଗ୍ରହ ସେଟାକୁ କୁହାଯାଇଥାଏ। ପୁରା କ୍ଲିୟର ହଲ ଯେ ସିଭିଲ ଡିସଓବିଡିଏଣ୍ଟ ମୁଭମେଣ୍ଟ କ'ଣ? ଆମର ଲବଣ ସତ୍ୟାଗ୍ରହ ବା ଆମେ ଯଦି କହିପାରିବା ଇଞ୍ଚୁଡ଼ି ସତ୍ୟାଗ୍ରହ କେବେ ଆରମ୍ଭ ହେଇଛି? 6 ଏପ୍ରିଲରେ ଆରମ୍ଭ ହେଇଛି। 12 ଏପ୍ରିଲ ପର୍ଯ୍ୟନ୍ତ, 13 ଏପ୍ରିଲର ମର୍ଣ୍ଣିଂରୁ ହିଁ ଆମେ କ'ଣ କରିଛେ ନା ଲବଣ ସତ୍ୟାଗ୍ରହ କରିଛେ। କେତେ ଜଣ ସତ୍ୟାଗ୍ରହ ହେଇଥିଲେ? 21 ଜଣ ସତ୍ୟାଗ୍ରହୀ ଥିଲେ। ଏବେ ଆସିଲା ଓଡ଼ିଶା ପ୍ରୋଭିନ୍ସ। ଓଡ଼ିଶା ପ୍ରୋଭିନ୍ସ ଅର୍ଥ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ରୂପେ ସେ ସମୟରେ ଗଠନ କରାଯାଇଥିଲା, ଯୋଉଟାକି ଇମ୍ପୋର୍ଟାଣ୍ଟ। ମନେ ରଖିବ, ଏପ୍ରିଲ 1 1936 ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ରୂପେ ଗଠନ କରାଯାଇଥିଲା। ଫାଷ୍ଟ ଷ୍ଟେଟ୍ ଇନ୍ ଇଣ୍ଡିଆ, ଫାଷ୍ଟ ଷ୍ଟେଟ୍ ଇନ୍ ଇଣ୍ଡିଆ ଟୁ ଫର୍ମ ଆନ୍ ଲେଜିସ୍ଲେଟିଭ ବେସିସ୍। ଆଜ ଏ ଲେଜିସ୍ଲେଟିଭ ବେସିସ୍ରେ ତିଆରି ହେଇଥିବା ପ୍ରଥମ ଷ୍ଟେଟ୍ ଯୋଉଟାକି ଭାରତ। ସେ ସମୟରେ କ'ଣ ଥିଲା? ଅଫିସିଆଲ ଆମକୁ କେବେ ଦିଆଯାଇଥିଲା ନା ଏପ୍ରିଲ ଅର୍ଡର କେବେ ଆସିଲା ନା 1936 ଆସିଲା, ମାର୍ଚ୍ଚ ମାସରେ ଆସିଥିଲା, ମାର୍ଚ୍ଚ 3ରେ। କିନ୍ତୁ ଆମେ ଏଟା ଏଷ୍ଟାବ୍ଲିଶମେଣ୍ଟ କେବେ ହେଲା ବା ଇଫେକ୍ଟେବଲ କେବେଠୁ କାମ କରାଯାଇଥିଲା ନା ଏପ୍ରିଲ 1 1936, ଯାହାକୁ ଆମେ କୋଉ ଦିନ ରୂପେ ପାଳନ କରୁଛେ? ଲାଙ୍ଗୁଏଜ ବେସିସ୍ ନୁହେଁ, ଲିଙ୍ଗୁଇଷ୍ଟିକ ବେସିସ୍ କ'ଣ କୁହାଗଲା? ଏଟା ସରି ହଁ, ଲିଙ୍ଗୁଇଷ୍ଟିକ ବେସିସ୍ରେ। ସେଟା ମୁଁ ମିଷ୍ଟେକ୍ କହିଥିଲି, ଲିଙ୍ଗୁଇଷ୍ଟିକ ବେସିସ୍ରେ। ମାନେ ଲିଙ୍ଗୁଇଷ୍ଟକୁ ଲେଜିସ୍ଲେଟିଭ, ଲିଙ୍ଗୁଇଷ୍ଟିକ ବେସିସ୍ରେ। ତ ହଁ, ତ ମନେ ରଖ, କେବେ ସ୍ଥାପନ ହେଇଥିଲା ଆମର ନା 1 ଏପ୍ରିଲ 1936। ଇଣ୍ଡିପେଣ୍ଡେଣ୍ଟ ପୂର୍ବରୁ, ହଁ ଥ୍ୟାଙ୍କ ୟୁ, ଇଣ୍ଡିପେଣ୍ଡେଣ୍ଟ ପୂର୍ବରୁ ପ୍ରଥମେ ଲିଙ୍ଗୁଇଷ୍ଟିକ ବେସିସ୍ରେ ମାନେ ସ୍ଥାପନ କରାଯାଇଥିଲା ଯେ ପ୍ରୋଭିଜନ୍ସ ହିସାବରେ। ମୋର କ୍ୱେଶ୍ଚିନ୍ ହେଉଛି, ଯେତେବେଳେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ ଗଠନ କରାଗଲା, କେତେଟା ଜିଲ୍ଲା ଥିଲା ଓଡ଼ିଶାରେ? ହାଉ ମେନି ନମ୍ବର ଅଫ୍ ଡିଷ୍ଟ୍ରିକ୍ଟ? ମନେ ରଖିବ, 6ଟି ଡିଷ୍ଟ୍ରିକ୍ଟ ଥିଲା। ଏଟା କ୍ୱେଶ୍ଚିନ୍ ଆସିଛି। ପୁରୀ, କଟକ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଆଉ ଗଞ୍ଜାମ, ଏ 6ଟି ଡିଷ୍ଟ୍ରିକ୍ଟ ଥିଲା। ତୁମେ ଜାଣିଥିବ ସେ ସମୟରେ କଟକ ସହିତ ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ସବୁ ମିଶିକି ଥିଲେ। ଓକେ, ତ ଏଟା ଡିପେଣ୍ଡ କରୁଥିଲା କ'ଣ? ତା ପରବର୍ତ୍ତୀ ଅବସ୍ଥାରେ ତାକୁ ଡିଭାଇଡ କରିଛେ। ହଁ, ମୁଁ କହିବା କଥା, ଓଡ଼ିଶାର ପ୍ରଥମ କ୍ୟାପିଟାଲ କିଏ ଥିଲା? ଫାଷ୍ଟ କ୍ୟାପିଟାଲ ଅଫ ଓଡ଼ିଶା, ହୁଇଚ୍ ଦ ଫାଷ୍ଟ କ୍ୟାପିଟାଲ ଅଫ ଓଡ଼ିଶା? ମନେ ରଖିବ, କଟକ ହେଉଛି ଓଡ଼ିଶାର ପ୍ରଥମ କ୍ୟାପିଟାଲ। କଟକଟା ଭୁବନେଶ୍ୱରକୁ ପରିବର୍ତ୍ତନ କେବେ ହେଇଥିଲା? 1948 1948 ଆମେ କ'ଣ କରିଥିଲେ? କ୍ୟାପିଟାଲକୁ ପରିବର୍ତ୍ତନ କରିଥିଲେ, ଭୁବନେଶ୍ୱରକୁ ପରିବର୍ତ୍ତନ କରିଥିଲେ। ତାପରେ ଆସିଲା ଫାଷ୍ଟ ଗଭର୍ଣ୍ଣର। ଫାଷ୍ଟ ଗଭର୍ଣ୍ଣର ବିଫୋର ଇଣ୍ଡିପେଣ୍ଡେଣ୍ଟ, ଯେହେତୁ ପ୍ରଥମେ ଲିଙ୍ଗୁଇଷ୍ଟିକ ବେସିସ୍ରେ ଏଟାକୁ, ହଁ, ସାର୍ ଜନ୍ ଅଷ୍ଟନ୍, AUSTEN। ଓକେ, ଥ୍ୟାଙ୍କ ୟୁ।
चलो ଏବେ ଯିବା ନେକ୍ସଟ ପଏଣ୍ଟ। ନେକ୍ସଟ ପଏଣ୍ଟ ହେଉଛି ଇଣ୍ଡିଭିଜୁଆଲ ସତ୍ୟାଗ୍ରହ। ଦେଖ ଇଣ୍ଡିଭିଜୁଆଲ ସତ୍ୟାଗ୍ରହୀରେ ଆମେ ଏତେ ଜିନିଷ ମନେ ରଖିବା ନାହିଁ, ଖାଲି ଗୋଟେ ଜିନିଷ ମନେ ରଖିବା ଇଣ୍ଡିଭିଜୁଆଲ ସତ୍ୟାଗ୍ରହୀ ପ୍ରଥମେ ଆରମ୍ଭ କରିଥିଲେ କିଏ ସେ, ଆଉ ଏଟା ଷ୍ଟାର୍ଟ ହେଇଥିଲା 1 ଡିସେମ୍ବର 1940 ମସିହାରେ ଆରମ୍ଭ ହେଇଥିଲା। କିନ୍ତୁ ଆଜ ଏ ଡାଇରେକ୍ଟର ବା ଜେନେରାଲ ଡାଇରେକ୍ଟର ହିସାବରେ ଆମେ କହୁଛେ ବା ପ୍ରଥମେ କିଏ ସେ ଆର ଲିଡ୍ ନେଇଥିଲେ ମନେ ରଖିବ H.K. ହଁ ମହତାବ, ହରେ କୃଷ୍ଣ ମହତାବ, ମନେ ରଖିବ ହରେ କୃଷ୍ଣ ମହତାବ। এটা କେବେଠୁ ଷ୍ଟାର୍ଟ ହେଲା 1 ଡିସେମ୍ବର 1940। ଅଦରୱାଇଜ ଏଥିରେ କିଛି ଇମ୍ପୋର୍ଟାଣ୍ଟ ନାହିଁ। ତାପରେ ଆସିଲା କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟ। ଦେଖ କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟ ଯାହାକୁ ଆମେ ଡୁ ଅର୍ ଡାଏ ବୋଲି କହୁଛେ, ମହାତ୍ମା ଗାନ୍ଧୀଙ୍କର ସ୍ଲୋଗାନ ଥିଲା ଡୁ ଅର୍ ଡାଏ। କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟ ମଧ୍ୟ ଓଡ଼ିଶା ଉପରେ ବହୁତ ମାତ୍ରାରେ ପ୍ରଭାବ ପକେଇଛି। ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ରମା ଦେବୀ, ଗୋପବନ୍ଧୁ ଚୌଧୁରୀ, ତ ଏମିତି ଅନେକ ସାରା ହଁ ଅନେକ ସାରା ଏଥିରେ ନେତୃତ୍ୱ ନେଇଛନ୍ତି। ଯେ ଆମେ ଏଠି କେବଳ ଜଣେ କହିବାନି, ଅନେକ ସାରା ଏଥିରେ ନେତୃତ୍ୱ ନେଉଛନ୍ତି, ଯେମିତିକି ହରେକୃଷ୍ଣ ମହତାବ, ଲିଡିଂ ରୋଲ ଥିଲେ ନବକୃଷ୍ଣ ଚୌଧୁରୀ, ରମା ଦେବୀ, ଗୋପବନ୍ଧୁ ଚୌଧୁରୀ, ଏମିତି ସମସ୍ତେ। ଥ୍ୟାଙ୍କ ୟୁ। ତ ଏବେ ଯିବା ନେକ୍ସଟ ପଏଣ୍ଟ। ତ ସେ ସମୟରେ ଆଉ ଜଣେ ମହାନ ବ୍ୟକ୍ତିତ୍ୱ ମଧ୍ୟ ନେତୃତ୍ୱ ନେଇଥିଲେ। ସେ ହେଉଛି କିଏ ସେ ନା ଲକ୍ଷ୍ମଣ ନାୟକ। କୋଉଠୁ ନା କୋରାପୁଟରୁ, କୋରାପୁଟରୁ ସେ ମଧ୍ୟ ନେତୃତ୍ୱ ନେଇଥିଲେ। ଆଉ ସେ ସମୟରେ ଓଡ଼ିଶାରେ ଦୁଇଟି ଇନସିଡେଣ୍ଟ ହେଇଥିଲା। ସେ ସମୟରେ ଓଡ଼ିଶାରେ ଦୁଇଟି ଇନସିଡେଣ୍ଟ ହେଇଥିଲା। ଗୋଟେ ଅଛି ଇରମ ଗୁଳିକାଣ୍ଡ, ERAM, ଇରମ ଗୁଳିକାଣ୍ଡ। ଦେଖ ମୋର କହିବା କଥା এই যে ইরম গুড়িকান্ডটা কেউ ডিস্ট্রিক্টরে আসুଛି। ইরম ইজ লোকেটেড হুইচ ডিস্ট্রিক্ট, কোউ ডিস্ট্রিক্ট সেটা? ଭଦ୍ରକ ନା ବାଲେଶ୍ୱର? ଡିଷ୍ଟ୍ରିକ୍ଟ ମାନେ କେଉଁଟା ବାଲେଶ୍ୱର ଡିଷ୍ଟ୍ରିକ୍ଟ ହବ ଆନ୍ସର। ଭଦ୍ରକ ଟିକେ ଚେକ୍ କରିନେବ ଟିକେ, କାରଣ ହଁ ହଁ ଟିକେ ଏଇଟା ଚେକ୍ କରିବ, କାରଣ ମୁଁ ଏଇଟା ଟିକେ ଚେକ୍ ବି କରିନି, କିନ୍ତୁ ଆନ୍ସର ହେଉଛି ବାଲେଶ୍ୱର ଡିଷ୍ଟ୍ରିକ୍ଟ ହବ। ଓକେ ଆନ୍ସର ହବ ବାଲେଶ୍ୱର, ବଟ୍ ଆକୁ ଟିକେ ଟିକେ ଆମେ ଆଉ ଟିକେ ଚେକ୍ ବି କରିନେବ। ହଁ ଆଚ୍ଛା ଭଦ୍ରକ। ଓକେ ଥ୍ୟାଙ୍କ ୟୁ। ଏଇଟା ଟିକେ ଜଣେ କରେକ୍ସନ କରିଦେବ, ଏଇଟା ବାଲେଶ୍ୱର ନ କରିକି ଏଇଟା ଭଦ୍ରକ କରିଦେବ। ତାକୁ ଟାଇପିଂ କଲାବେଳେ ମୋର ଆଉ ଧାରଣା ନାହିଁ, ମତେ ଲାଗିଲା ଯେ ବାଲେଶ୍ୱର ବୋଲି, ତାକୁ ବାଲେଶ୍ୱର ବି ଟାଇପ୍ କରିଦେଇଛି। ଓକେ ଏଟା ଭଦ୍ରକ କରିବ। ଓକେ ଆଚ୍ଛା ମୋର କହିବା କଥା ଏ ଯୋଉ ଇରମ ଗୁଳିକାଣ୍ଡଟା କେବେ ହେଇଥିଲା, କାରଣ ଆମକୁ ଯୋଉ କୋଶ୍ଚିନ୍ ଆସିବ ଦୁଇଟା ଜିନିଷ, ପ୍ରଥମତଃ ଡିଷ୍ଟ୍ରିକ୍ଟ ଇମ୍ପୋର୍ଟାଣ୍ଟ, ସବୁଠାରୁ ଇମ୍ପୋର୍ଟାଣ୍ଟ ହଉଛି କେବେ ହେଇଥିଲା। ମନେ ରଖିବ ସେପ୍ଟେମ୍ବର 28 ତାରିଖ 1942 ମସିହା, 1942 ସେପ୍ଟେମ୍ବର 28 ତାରିଖରେ ହେଇଥିଲା, ଯୋଉଥିରେ 28 ଜଣଙ୍କର ମୃତ୍ୟୁବରଣ ହେଇଥିଲା। ସେପ୍ଟେମ୍ବର 28, 28 ଜଣଙ୍କର ମୃତ୍ୟୁ ହେଇଥିଲା। ଆଚ୍ଛା ଆଚ୍ଛା ପାପଡ଼ାହାଣ୍ଡି ହଉଛି ହଉଛି କେସ୍ ଯାଇଥିଲା। ପାପଡ଼ାହାଣ୍ଡି କେସ୍ଟା କୋଉଠି ବୋଲି କହିବେ, କେବେ ହେଇଥିଲା କହିପାରିବ? ପାପଡ଼ାହାଣ୍ଡିଟା କୋଉଠି ଆସୁଛି? ଏକା ସାଙ୍ଗରେ ମାସ ହେଇଥିଲେ ପାପଡ଼ାହାଣ୍ଡିଠାରେ, ଯୋଉଟା କି ତୁମର କୋରାପୁଟ ଡିଷ୍ଟ୍ରିକ୍ଟରେ ଆସୁଛି, ଯୋଉଟା କି ପାପଡ଼ାହାଣ୍ଡି ପୋଲିସ ଷ୍ଟେସନ ପାଖରେ। ଓକେ ପାପଡ଼ାହାଣ୍ଡି ପୋଲିସ ଷ୍ଟେସନ ପାଖରେ ଗ୍ୟାଦରିଂ ହେଇଥିଲେ, ଯୋଉଠି ଫାୟାରିଂ ମଧ୍ୟ ହେଇଥିଲା। ଏଟା ଅଗଷ୍ଟ 24, କେବେ ହେଇଥିଲା? ଅଗଷ୍ଟ 24, 1942 ଖ୍ରୀଷ୍ଟାବ୍ଦରେ ହେଇଥିଲା। ନବରଙ୍ଗପୁର ନାହିଁ, ଏଟା କୋ ଦେଖ କିଛି କିଛି ଜିନିଷ ରହେ ଯୋଉଟା କି ସେ ସମୟରେ ଯୋଉ ଏରିଆକୁ ଯାଉଥାଏ, ପରବର୍ତ୍ତୀ ସମୟରେ ବେଳେବେଳେ ଆଉ ଗୋଟେ ଡିଷ୍ଟ୍ରିକ୍ଟ ବି ପରିବର୍ତ୍ତନ ହେଇଯାଏ, କିନ୍ତୁ ଆର ଆନ୍ସର କୋରାପୁଟ, ଏଟା କନଫର୍ମ। ଏଟା ଆନ୍ସର ହବ କୋରାପୁଟ। ଓକେ ଏଟା କେତେ ଜଣ ପିପୁଲଙ୍କ ଡେଥ୍ ହେଇଥିଲା? 12 ଜଣ ପିପୁଲଙ୍କ ଡେଥ୍ ହେଇଥିଲା। ତ ଏଠି ଆମ ପାଇଁ ଦିଟା ଇମ୍ପୋର୍ଟାଣ୍ଟ କେସ୍ ଘଟିଛି, ଯୋଉଟା କି ଫାୟାରିଂ ହେଇଛି। ଗୋଟେ ହଉଛି ଇରମ ଗୁଳିକାଣ୍ଡ, ଆଉ ଗୋଟେ ହେଲା ପାପଡ଼ାହାଣ୍ଡି ଗୁଳିକାଣ୍ଡ। ଏ ଦିଟା ଜିନିଷ ମନେ ରଖିବ। ଏ ଦିଟା ଜିନିଷର ଡେଟ୍ ହେଇଛି ଇମ୍ପୋର୍ଟାଣ୍ଟ, ମସିହା ତ ସମାନ ରହିବ 1942, ଗୋଟେ ହଉଛି ସେପ୍ଟେମ୍ବର 28, ଆଉ ହଉଛି ଅଗଷ୍ଟ 24। ଗୋଟେ ହେଲା ଅଗଷ୍ଟ 24, ଆଉ ଗୋଟେ ହଁ ସେଟା ଭଦ୍ରକ ବା କହିଲି, ଏଟା ବାଲେଶ୍ୱର ନୁହେଁ, ଏଟା ଭଦ୍ରକ ବା କହିଲି, ଏଟା କରେକ୍ସନ କର। ବାଲେଶ୍ୱର ନୁହେଁ, ଏଟା ଭଦ୍ରକ, ଏଟା ମୋ ଦ୍ୱାରା ମିଷ୍ଟେକ୍ ହେଇଛି। ଓକେ ଥ୍ୟାଙ୍କ ୟୁ। ପୁରା କ୍ଲିୟର ହେଲା ଏ ପର୍ଯ୍ୟନ୍ତ, ସମସ୍ତେ କ୍ଲିୟର? ଚଲ ଏବେ ଯିବା ନେକ୍ସଟ ପଏଣ୍ଟ। ନେକ୍ସଟ ପଏଣ୍ଟ ଆସୁଛି ଯୋଉଟା କି ଓମେନ୍ ମାନେ ପାର୍ଟିସିପେସନ କରିଥିଲେ।
ଆମର ଯୋଉ ମାନେ ଓଡ଼ିଶାର ଇତିହାସରେ ଅଛି କୋଉ କୋଉ ଓମେନ୍ ମାନେ ପାର୍ଟିସିପେଟ୍ କରିଛନ୍ତି, ଯେମିତି ମାଳତୀ ଦେବୀ ରହିଲେ, ପ୍ରଭାତୀ ଗିରି ରହିଲେ, ରମା ଦେବୀ, ଏମିତି ଇମ୍ପୋର୍ଟାଣ୍ଟ ରହିଛନ୍ତି। ତ ଏବେ ଟିକେ ଡିସ୍କସନ୍ କରିବା ମହାତ୍ମା ଗାନ୍ଧୀ କେତେ ଥର ଓଡ଼ିଶାକୁ ଭିଜିଟ୍ କରିଛନ୍ତି, ହାଉ ମେନି ଟାଇମ୍ସ। ମନେ ରଖିବ 8 ଥର ଭିଜିଟ୍ କରିଛନ୍ତି। କେତେ ବେଳେ? 8 ଥର ଭିଜିଟ୍ କରିଛନ୍ତି। ତା ଭିତରୁ କିଛି କିଛି ଇମ୍ପୋର୍ଟାଣ୍ଟ କାରଣ ଅଛି। ସଭା ପ୍ରଥମେ ଭିଜିଟ୍ କରିଥିଲେ ମାର୍ଚ୍ଚ 23, 1921 ମସିହାରେ ଫର୍ ଦ ନନ୍ କୋପରେସନ୍ ମୁଭମେଣ୍ଟ ପାଇଁ। ସେକେଣ୍ଡ ଟାଇମ୍ ଭିଜିଟ୍ କରିଛନ୍ତି ଯୋଉଟା କି ତୁମର ଉତ୍କଳ ଟେନେଲ ଯୋଉଟା କି କଟକରେ ଗଠନ ହେଇଥିଲା ତା ପର୍ପଜରେ ଆସିଥିଲେ। ତ ସେମିତି ଥାର୍ଡ ଆସିଲା, ଫୋର୍ଥ ଆସିଲା, ଫିଫ୍ଥ ଏଥିପାଇଁ ଇମ୍ପୋର୍ଟାଣ୍ଟ ହେଉଛି ଯେ ପ୍ରଥମେ ସେ ଗୋଟେ ପଦଯାତ୍ରା କରିଥିଲେ ଯାହାକୁ ଆମେ କହୁଛେ ହରିଜନ ପଦଯାତ୍ରା। ଏଟା ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଯେ ହରିଜନ ମାନଙ୍କ ପାଇଁ, ଯୋଉଟା କି ହରିଜନ ମାନଙ୍କୁ ମନ୍ଦିର ଭିତରକୁ ଆଲାଉ ଦିଆଯାଉନଥିଲା, ହରିଜନ ମାନଙ୍କୁ ସେତିକି ପ୍ରାୟୋରିଟି ଦିଆଯାଉନଥିଲା। ତ ସେଇ ପଏଣ୍ଟ ଅଫ ଭ୍ୟୁରେ ମହାତ୍ମା ଗାନ୍ଧୀ ଗୋଟେ ପଦଯାତ୍ରା କରିଥିଲେ ଯାହାକୁ କୁହାଯାଏ ହରିଜନ ପଦଯାତ୍ରା, ଯୋଉଟା କି 1934 ଖ୍ରୀଷ୍ଟାବ୍ଦରେ ଏଟାକୁ ହେଇଥିଲା। ତ ସେଇ ପଏଣ୍ଟ ଅଫ ଭ୍ୟୁରେ ତାଙ୍କୁ ମଧ୍ୟ ଏଟା ଇମ୍ପୋର୍ଟାଣ୍ଟ ଆସୁଛି। ଓକେ, ତ ଏମିତି ଆଉ ବାକି ଇମ୍ପୋର୍ଟାଣ୍ଟ ନାହିଁ, ବାସ୍ ଖାଲି ଏତିକି ମନେ ରଖିବା ଶେଷ ଥର କେବେ ଆସିଥିଲେ, ଲାଷ୍ଟ ଟାଇମ୍ ସେ କେବେ ଆସିଥିଲେ। ଲାଷ୍ଟ ଟାଇମ୍ 1946 ମସିହା ବା ସ୍ୱାଧୀନତାର ଠିକ୍ ଗୋଟେ ବର୍ଷ ପୂର୍ବରୁ, ସ୍ୱାଧୀନତାର ଠିକ୍ ଗୋଟେ ବର୍ଷ ପୂର୍ବରୁ ଆସିଥିଲେ, ଯୋଉଟା କି 8 ଟାଇମ୍। ଓକେ, ତାହେଲେ କ୍ଲିୟର ହେଲା ସମସ୍ତେ। ତାହେଲେ ପ୍ରଥମେ ଆସିଥିଲେ କେବେ କହିଲେ? ମହାତ୍ମା ଗାନ୍ଧୀ ଓଡ଼ିଶାକୁ ଫାର୍ଷ୍ଟ ଟାଇମ୍ କେବେ ଆସିଛନ୍ତି? 1921। ଟୋଟାଲ କେତେ ଥର ଆସିଛନ୍ତି? 8 ଥର ଆସିଛନ୍ତି। ଲାଷ୍ଟ ଟାଇମ୍ କେବେ ଆସିଛନ୍ତି? ନା 1946। ହରିଜନ ପଦଯାତ୍ରା ହେଇଛି 1934। ତାପରେ ଆସିଲା ପ୍ରଜାମଣ୍ଡଳ ମୁଭମେଣ୍ଟ। ଦେଖ, এই ଯୋଉ ପ୍ରଜାମଣ୍ଡଳ ମୁଭମେଣ୍ଟ তুমি ଦେଖିବାକୁ ପାଉଛ, এটা କୌଣସି ଇଂରେଜ ମାନଙ୍କ ସହିତ ନୁହେଁ। ଆକ୍ଚୁଆଲି ସେ ସବୁ ଯୋଉ ଗଡ଼ଜାତ ରାଜା ମାନଙ୍କ ଥିଲେ ସେମାନଙ୍କ ବିରୁଦ୍ଧରେ ଏ ପ୍ରଜାମଣ୍ଡଳ ମୁଭମେଣ୍ଟ ହେଇଛି। ଆକ୍ଚୁଆଲି ପ୍ରଜାମଣ୍ଡଳ ମୁଭମେଣ୍ଟର ଗୋଟେ ଇମ୍ପୋର୍ଟାଣ୍ଟ ଏୟା ଆସେ କେଉଁ ଜାଗାର ନେତୃତ୍ୱ କିଏ ନେଇଥିଲେ। ଯେମିତିକି ପ୍ରଜାମଣ୍ଡଳ ମୁଭମେଣ୍ଟ ଆଟ୍ ନୀଲଗିରି କେବେ ହେଇଥିଲା, ନେତୃତ୍ୱ କିଏ ନେଇଥିଲେ? ପ୍ଲିଜ ଆନ୍ସର ବି। ପ୍ରଜାମଣ୍ଡଳ ମୁଭମେଣ୍ଟ ଆଟ୍ ନୀଲଗିରି, ନୀଳଗିରି ଠାରେ ଯୋଉ ପ୍ରଜାମଣ୍ଡଳ ମୁଭମେଣ୍ଟ ହେଇଥିଲା, ଯୋଉ ଗଡ଼ଜାତ ରାଜାମାନଙ୍କ ବିରୁଦ୍ଧରେ ଯୋଉ ଆନ୍ଦୋଳନ ହେଇଥିଲା ତାକୁ କୁହାଯାଏ ପ୍ରଜାମଣ୍ଡଳ ମୁଭମେଣ୍ଟ। ଓକେ, 1938 ଖ୍ରୀଷ୍ଟାବ୍ଦ ଥିଲା। ହରେକୃଷ୍ଣ ମହତାବ ଆଣ୍ଡ ସାରଙ୍ଗଧର ଦାସ, ସାରଙ୍ଗଧର ଦାସ ଯିଏକି ନେତୃତ୍ୱ ନେଇଛନ୍ତି ନୀଳଗିରି ପ୍ରଜାମଣ୍ଡଳ ମୁଭମେଣ୍ଟର। ୱାନ୍ ଅଫ୍ ଦ ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଆଉ ୱାନ୍ ଅଫ୍ ଦ ମୋଷ୍ଟ ଇମ୍ପୋର୍ଟାଣ୍ଟ ଏଟା ପଏଣ୍ଟ ଯୋଉଟା କି ଏକ୍ସାମରେ କ୍ୱେଶ୍ଚିନ୍ ରିପିଟ୍ କରେ। ତା ସହିତ ଢେଙ୍କାନାଳରେ ମଧ୍ୟ, ହଁ, ଆଇ ଏମ୍ ଫ୍ରମ୍ ନୀଳଗିରି, ଥ୍ୟାଙ୍କ ୟୁ। ଚାଲ ତାପରେ ଆସିଲା ଢେଙ୍କାନାଳ ପ୍ରଜାମଣ୍ଡଳ ମୁଭମେଣ୍ଟ। ମୋର କହିବା କଥା ଆକ୍ଚୁଆଲି ପ୍ରଜାମଣ୍ଡଳ ମୁଭମେଣ୍ଟ ଯୋଉ ହେଉଥିଲା ଆର ବହୁତ ସାରା କାରଣ ଥିଲା। ସେ ସମୟରେ ବେଠି, ମାଗଣା, ରସଦ, ସୁନିଆ, ଏମିତି ବହୁତ ସାରା କର ଲଗାଉଥିଲେ। ମାନେ କି ସେନା ତୁମମାନଙ୍କର ଯୋଉ ରହିଲେ ପ୍ରଜା ଇଏ କୋଉଟା କହିଲ, ଗଡ଼ଜାତ ରାଜା ମାନେ। ତ ଏଇ ଯୋଉ ବେଠି ହଉ, ମାଗଣା ହଉ, ଆ ବିରୁଦ୍ଧରେ ଏମାନେ ସ୍ୱର ଉଠେଇଥିଲେ। ତ ଆକୁ ହିଁ କୁହାଯାଏ ପ୍ରଜାମଣ୍ଡଳ ମୁଭମେଣ୍ଟ ବୋଲି କୁହାଯାଏ। ଢେଙ୍କାନାଳ ଯୋଉ ପ୍ରଜାମଣ୍ଡଳ ମୁଭମେଣ୍ଟ ହେଇଥିଲା କେବେ ହେଇଥିଲା? ତୁମ ଦେଖିଲେ ଆମେ ଏଠି କଣ ଦେଖିଲେ ନା ପ୍ରଥମ ନୀଳଗିରି, ନୀଳଗିରି 1938 ଖ୍ରୀଷ୍ଟାବ୍ଦ ହେଇଥିଲା। ଢେଙ୍କାନାଳରେ ମଧ୍ୟ ସେତିକିବେଳେ ହେଇଛି ଯୋଉଟା କି 23 ସେପ୍ଟେମ୍ବର 1938, ଯାହାର ନେତୃତ୍ୱ ନେଇଛନ୍ତି ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ସାରଙ୍ଗଧର ଦାସ ମଧ୍ୟ ଏଥିରେ ନେତୃତ୍ୱ ନେଇଛନ୍ତି। କିନ୍ତୁ ଏଥିରେ ଗୋଟେ ଇମ୍ପୋର୍ଟାଣ୍ଟ ଇନସିଡେଣ୍ଟ ହେଇଛି, 12 ବର୍ଷର ପୁଅ ବାଜି ରାଉତର ମୃତ୍ୟୁ ଘଟିଛି ସେ ସମୟରେ। 12 ବର୍ଷର ପୁତ୍ର ବାଜି ରାଉତର ମୃତ୍ୟୁ ଘଟିଛି। ମୋର କହିବା କଥା ମାନେ ଏଇଟା କେବେ ହେଇଥିଲା, ଯୋଉ ଇନସିଡେଣ୍ଟଟା କେବେ ହେଇଥିଲା, ବାଜି ରାଉତର ମୃତ୍ୟୁ କେବେ ହେଇଥିଲା? ମନେ ରଖିବ ଅକ୍ଟୋବର 29, 1938 ମସିହା। এটা ইম্পর্টান্ট রহব, ভেরি ভেরি ইম্পর্টান্ট অপকমিং ওএস আন্ড সিজিএল এক্সাম পাই। তো এটা ভেরি কেয়ারফুল। তো ସେଥିପାଇଁ ତ ସେଥିପାଇଁ ତ ସେଇ ଦିନକୁ ଆମେ ମନେ ରଖିବା ପାଇଁ ଆମେ କଣ ସେଲିବ୍ରେଟ କରିଥାଉ? ଗଡ଼ଜାତ ଡେ ସେଲିବ୍ରେଟ କରିଥାଉ। ତାହେଲେ 29 ଅକ୍ଟୋବର ହଉଛି ଗଡ଼ଜାତ ଡେ, ବିକଜ ସେଦିନ କାହାର ମୃତ୍ୟୁ ହେଇଛି ନା ଛୋଟ ଶହୀଦ ବାଜି ରାଉତର ମୃତ୍ୟୁ ଘଟିଛି। ଓକେ, ତ ଦେଖିଥିଲୁ ଏବେ ରିସେଣ୍ଟଲି ବାଜି ରାଉତକୁ ନେଇକରି ଆମର ଶିକ୍ଷାମନ୍ତ୍ରୀ ନ୍ୟୁଜ ମଧ୍ୟ ଆସିଛି ତାଙ୍କ ଜନ୍ମଦିନକୁ ଗୋଟେ ସେଲିବ୍ରେଟ କରିବା ପାଇଁ। ତ ସେଟା ଯେହେତୁ ନ୍ୟୁଜରେ ଅଛି ତ ଏଟା ଇମ୍ପୋର୍ଟାଣ୍ଟ ରହିବ। ଗଡ଼ଜାତ ଡେ ଆମେ କାହା ଜନ୍ମଦିନକୁ ସେଲିବ୍ରେଟ କରୁଛେ ବା ବାଜି ରାଉତର ମୃତ୍ୟୁ କେବେ ହେଇଥିଲା। ଆଚ୍ଛା, ତାପରେ ଦେଖିବା କିଛି ସୋସିଓ ରିଲିଜିୟସ୍ ମୁଭମେଣ୍ଟ। ତୁମର ମହିମା ଧର୍ମ, ଅଲରେଡି ମୁଁ ମହିମା ଧର୍ମ ବିଷୟରେ କହିସାରିଛି, ଯୋଉଟା କି ମହିମା ଗୋସାଇଙ୍କ ଦ୍ୱାରା ମହିମା ଧର୍ମକୁ ଲଞ୍ଚ କରାଯାଇଥିଲା। ଭକ୍ତି ମୁଭମେଣ୍ଟ ବିଷୟରେ ଆମେ ଦେଖିଛେ। ଭକ୍ତି ମୁଭମେଣ୍ଟର ପ୍ରଭାବ ମଧ୍ୟ ଓଡ଼ିଶା ଉପରେ ପଡ଼ିଛି। ଇମ୍ପୋର୍ଟାଣ୍ଟ ହେଉଛି ପଞ୍ଚସଖା। କିଏ କହିପାରିବ ପଞ୍ଚସଖା ନାଁ କଣ, ଯୋଉଟା କି ଆମ ଏକ୍ସାମରେ ବି କ୍ୱେଶ୍ଚିନ୍ ଆସିପାରେ। ପଞ୍ଚସଖା ହେଉଛି ଜଗନ୍ନାଥ ଦାସ, ବଳରାମ ଦାସ, ଅଚ୍ୟୁତ ଦାସ, ଅନନ୍ତ ଦାସ, ଯଶବନ୍ତ ଦାସ, ଏମାନଙ୍କୁ କୁହାଯାଏ ପଞ୍ଚସଖା ଯୁଗ ବୋଲି କୁହାଯାଏ। ତା ସହିତ ବ୍ରହ୍ମ ସମାଜ ମଧ୍ୟ ଓଡ଼ିଶା ଉପରେ ପ୍ରଭାବ ପଡିଛି, ବା ବ୍ରହ୍ମ ସମାଜ, ଯୋଉଟା କି ଉତ୍କଳ ବ୍ରହ୍ମ ସମାଜ ଓଡ଼ିଶାରେ ଗଠନ ହେଇଥିଲା କେବେ ନା 18 18 18
ରଣପୁର ହଁ 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 ଆଉ ଗୋଟେ ଜିନିଷ ରଣପୁର ପ୍ରଜାମଣ୍ଡଳ ମୁଭମେଣ୍ଟ তুমি ଚାହିଁଲେ ଏଠି ମେନସନ କରିପାରିବ ଗୋଟେ ସ୍କିପ୍ କରିଛି ଏତେ ଇମ୍ପୋର୍ଟାଣ୍ଟ ନାହିଁ ବୋଲି তুমি ଚାହିଁବ ଯଦି ରଣପୁର ପ୍ରଜାମଣ୍ଡଳ ମୁଭମେଣ୍ଟଟାକୁ କେବେ ହେଇଥିଲା ଆଉ ତାର ନେତୃତ୍ୱ କିଏ ନେଇଥିଲେ ଷ୍ଟାର ଦେଇ ଲେଖିଦିଅ ରଣପୁର ପ୍ରଜାମଣ୍ଡଳ ମୁଭମେଣ୍ଟ ଓକେ କାରଣ ଆମେ ପଢିଲେ ଗୋଟେ ହଉଛି ନୀଳଗିରି ପ୍ରଜାମଣ୍ଡଳ ମୁଭମେଣ୍ଟ ତାପରେ ଢେଙ୍କାନାଳ ପ୍ରଜାମଣ୍ଡଳ ମୁଭମେଣ୍ଟ ତାପରେ ତୁମେ କହିପାରିବ କି ସେ ତୁମର ରଣପୁର ପ୍ରଜାମଣ୍ଡଳ ମୁଭମେଣ୍ଟଟା ଲେଖିପାରିବ କିଛି ପ୍ରୋବ୍ଲେମ ନାହିଁ যেহেতু ସେ ଦୁଇଟା ବହୁତ ଇମ୍ପୋର୍ଟାଣ୍ଟ ଯେହେତୁ ବାର ବାର କ୍ୱେଶ୍ଚିନ୍ ଆସିଛି ତ ସେଥିପାଇଁ ଏଟାକୁ ମୁଁ ରିପିଟ୍ କରିଥିଲି ତାପରେ ଆସିଲା ବ୍ରହ୍ମ ସମାଜ ଉତ୍କଳ ବ୍ରହ୍ମ ସମାଜ ଓଡ଼ିଶାରେ ସ୍ଥାପନ ହେଇଥିଲା କେବେ ନା 1868ରେ ସ୍ଥାପନ ହେଇଛି ଓକେ ଯାହାକୁ କି ରୋଲ ନିଭେଇଛନ୍ତି କିଏ ସେ ହରନାଥ ଭଟ୍ଟାଚାର୍ଯ୍ୟ ମଧୁସୂଦନ ରାଓ ଇମ୍ପୋର୍ଟାଣ୍ଟ ଭୂମିକା ରହିଛି ତ ଲାଷ୍ଟକୁ ଆସୁଛି କିଏ ସେ ନା ତୁମର ହରିଜନ ମାନଙ୍କ ପାଇଁ ଯୋଉ ରହିଲା ଯୋଉଟାକି ଆମେ କଣ କହୁଛେ ହଉଛି ହରିଜନ ୱେଲଫେୟାର ମୁଭମେଣ୍ଟ କଥା ଆମେ କହୁଛେ ପର୍ଟିକୁଲାର ମହାତ୍ମା ଗାନ୍ଧୀ ଏକ ଦ୍ୱାରା ଗୋଟେ ଆମର ଆନ୍ଦୋଳନ ଆରମ୍ଭ ହେଇଥିଲା ଯାହାକୁ ଆମେ କହୁଛେ କଣ ଗାନ୍ଧୀଙ୍କର ପଦଯାତ୍ରା ଯୋଉଟାକି 1934 ମସିହାରେ ଏ ଆନ୍ଦୋଳନ ହେଇଥିଲା ଯାହାର ହେଡକ୍ୱାର୍ଟର ମଧ୍ୟ ଥିଲା କଟକ ଠାରେ ଯାହାକୁ ଆମେ କହୁଛେ କଣ ଏଷ୍ଟାବ୍ଲିଶମେଣ୍ଟ ଅଫ ଯାହାକୁ ଆମେ କଣ କହୁଛେ ଯୋଉଟାକି ହରିଜନ ମହାସଂଘ ବୋଲି କହୁଛେ ହରିଜନ ଉତ୍କଳ ହରିଜନ ସେବକ ସଂଘ ବୋଲି କହୁଛେ ଉତ୍କଳ ହରିଜନ ସେବକ ସଂଘ ବୋଲି କୁହାଯାଉଛି କିନ୍ତୁ ଏଥିରେ ଇମ୍ପୋର୍ଟାଣ୍ଟ ଏ ଯେ ଉତ୍କଳ ହରିଜନ ସେବକ ସଂଘର ହେଡକ୍ୱାର୍ଟର କୋଉଠି ଥିଲା ଏଟା ହଉଛି କଟକ ଠାରେ ଥିଲା ବାସ୍ ଏତିକି ଜିନିଷ ମନେ ରଖିବାର ଅଛି ତା ସହିତ କି ଲିଡର ଥିଲେ ଆଚାର୍ଯ୍ୟ ହରିହର ଦାସ ରହିଲେ ରମା ଦେବୀ ଥିଲେ ଗୋପବନ୍ଧୁ ଚୌଧୁରୀ ଥିଲେ ଆଉ ମହାତ୍ମା ଗାନ୍ଧୀ ମଧ୍ୟ 1934 ଖ୍ରୀଷ୍ଟାବ୍ଦରେ ତୁମର ପଦଯାତ୍ରା ମଧ୍ୟ କରିଥିଲେ ये फाइनाली कंप्लीट ହେଇଛି କିଏ ସେ ନା ସମ୍ପୂର୍ଣ୍ଣ ରୂପେ ଓଡ଼ିଶାର ମଡର୍ନ ହିଷ୍ଟ୍ରି କମ୍ପ୍ଲିଟ୍ ହେଇଛି ଆଉ ମୁଁ ତୁମମାନଙ୍କୁ ଏତିକି ଗ୍ୟାରେଣ୍ଟି ସହିତ କହିପାରିବି ଓଡ଼ିଶା ମଡର୍ନ ହିଷ୍ଟ୍ରି ମୁଁ ତୁମକୁ ଯାହା ବି ପଢେଇଛି 95% କ୍ୱେଶ୍ଚିନ୍ ତୁମେ ଓଏସ୍ ର ଏକ୍ସାମ ଦିଅ କିମ୍ବା ସିଜିଏଲ ର ଏକ୍ସାମ ଦିଅ ଏଇ ଯୋଉ 15 ପେଜ ର ନୋଟ ଅଛି ଆ ଭିତରୁ ହିଁ ଆସିବ 95% କ୍ୱେଶ୍ଚିନ୍ ହଁ ଗୋଟେ ଦିଟା କିଛି ଏପଟ ସେପଟ ହେଇପାରେ ବଟ୍ 95% ଟୁ ଦ ପଏଣ୍ଟ ଯାହା ବି ଦେଇଛି ସବୁ ତମର ଏଇଥିରେ ହିଁ କ୍ଲିୟର ହବ ପୁରା ସମସ୍ତେ କ୍ଲିୟର ଅଛ ନା କାହା ଡାଉଟ୍ ଅଛି नो झिली मिली पूरा क्लियर कट पूरा क्लियर अच्छा ये जो क्लास आम कले ए क्लास रो संपूर्ण रेकर्डिंग और पीडीएफ मु तुमको जो मैंने जॉइन करिछ हमरो सीजीएल रो रैपिड फायर बैच हो ओएस रो रैपिड फायर बैच हो कि ओएस प्री प्लस मेन बैच रे अवेलेबल तुमन करा जिवो ओके जोटा कि तुमको बेस्ट ऑफ अपकमिंग ओएस सीजीएल हो बा ओएस रो प्रीलिम एग्जाम हो कि सीजीएल एग्जाम ओके आज ही अपलोड करबी किछ समय ମାନେ ବର୍ତ୍ତମାନ ହେଇଛି 12ଟା 15 ହେଇଛି ଦିଟା ଭିତରେ ଏ ଭିଡ଼ିଓ ଅପଲୋଡ ସହିତ ପିଡିଏଫ୍ ଅପଲୋଡ କାରଣ ପ୍ରଥମ ଭିଡ଼ିଓଟା ଅପଲୋଡ ସରିଯାଇଛି ଦ୍ୱିତୀୟ ଭିଡ଼ିଓଟା ମୁଁ ଏଇଠି ଦେଖିବାକୁ ଚାହୁଁଛି ସବୁ ବ୍ୟାଚରେ କୋଉମାନଙ୍କ କନଫ୍ୟୁଜନ ହଉతుంది ନା ଦେଖ ପର୍ଟିକୁଲାର ଯୋଉମାନେ 25 26 ବ୍ୟାଚରେ ଅଛ ତୁମେ ଯିବ ତୁମ ପ୍ରିଲିମ୍ ସେକ୍ସନକୁ ଯିବ ପ୍ରିଲିମ୍ ସେକ୍ସନ ଗଲା ପରେ GS1 କୁ ଯିବ GS1 ରେ ଲେଖା ହେଇନି ଓଡ଼ିଶା ଲେଖା ହେଇନି ଏଇଠି ଓଡ଼ିଶା ମଡର୍ନ ହିଷ୍ଟ୍ରି ବୁଝୁଛ ଓଡ଼ିଶା ମଡର୍ନ ହିଷ୍ଟ୍ରି ଗୋଟିଏ ଭିଡ଼ିଓ ମୁଁ ଅପଲୋଡ କରିଛି ଆଜି ଏଟାକୁ ଅପଲୋଡ କଲା ପରେ ତୁମେ ପାଇଯିବ ପିଡିଏଫ୍ ସହିତ ସେଇଭଳି ତୁମେ ଯଦି ଯାଉଛ ବାକି ବ୍ୟାଚକୁ ଯେମିତିକି ତୁମେ ଧର ଯୋଉଟାକି 4000 ବ୍ୟାଚ୍ ଯୋଉଟାକି ଭ୍ୟାଲିଡ୍ ଯାହାର ଅଛି ଏଥିରେ ପ୍ରିଲିମକୁ ଯିବ ପ୍ରିଲିମ ଗଲା ପରେ ଏଥିରେ ଯୋଉ ଲାଷ୍ଟ ଆଡକୁ ଯୋଉ ଓଡ଼ିଶା ହିଷ୍ଟ୍ରିଟା ଅଛି ସେଥିରେ ନାହିଁ ତୁମକୁ ଯୋଉ ପ୍ରିଲିମ ଫାଇଲ ଭିତରେ GS1 କୁ ଯିବ GS1 ଗୋଟେ ନୂଆ ଫାଇଲ ତୁମମାନଙ୍କର ହେଇଛି ଓଡ଼ିଶା ତ ଓଡ଼ିଶାରେ ଓଡ଼ିଶା ହିଷ୍ଟ୍ରି ଅଛି ଓଡ଼ିଶା ହେରିଟେଜ କଲଚର ଅଲରେଡି କାଲି ଅପଲୋଡ ହେଇଥିଲା ସେମିତି ସିଜିଏଲ ବ୍ୟାଚ୍ କୁ ଯୋଉମାନେ ଅଛ ସପୋଜ ସିଜିଏଲ ବ୍ୟାଚ୍ ରେ ଅଛ ସିଜିଏଲ ବ୍ୟାଚ୍ କୁ ଯିବ ସିଜିଏଲ ବ୍ୟାଚ୍ ରେ ତୁମେ ଦେଖିବ ସିଜିଏଲ ପ୍ରିଲିମ ଫୁଲ ପ୍ରାକ୍ଟିସ ସେଟ୍ 30 ଡେଜ ଯୋଉଟା ଡେ ଅଛି ଯୋଉଟା ଆରି ଭିତରେ ତୁମେ ପାଇଯିବ ଲାଷ୍ଟ 30 ଡେ ରେ ଦେଖ ଓଡ଼ିଶାର ହେରିଟେଜ କଲଚର ଓଡ଼ିଶା ହିଷ୍ଟ୍ରି ଏସବୁ ଏଇଥିରେ ଅପଲୋଡ ହବ ବୁଝିପାରିଲ ସମସ୍ତେ ଏଭ୍ରିୱାନ୍ କ୍ଲିୟର नो इश्यू नो डाउट पूरा क्लियर कट क्लास को କରିବା ଆଉ ବାକି ଯାହା ସବୁ ଅପଲୋଡ ହେଇନି ଏବେ ମୁଁ ଅପଲୋଡ କରିନେବି ଓକେ ଥ୍ୟାଙ୍କ ୟୁ